ମାମୁଁ ଶ୍ୱଶୁର। ତ ସିଏ ଆଉ ସେ ମାତାଜୀଙ୍କର ମାମୁଁ ଶ୍ୱଶୁର ମାନେ ସରି ମାମୁଁ ଶ୍ୱଶୁର ନୁହଁ, ମାତାଜୀଙ୍କର ମାମୁଁ। ଆଉ ଯୋଉ ପ୍ରଭୁଜୀଙ୍କର ମାମୁଁ ଶ୍ୱଶୁର, ସିଏ ଆଉ ଏତେ ମାମୁଁ ଫାମୁଁ କଥା କିଏ ମନେ ପଡୁଛି ଆଉ। ଆଖିରୁ ଗଲେ ମନରୁ ଯାଏ, ଆମ ଓଡିଆରେ ମାନେ କଥାରେ ଅଛି। ସେ ତାଙ୍କର ମାନେ ସେ ଯୋଉ ବ୍ୟକ୍ତି ଜଣକ ସେ କାଳେ ବୃଦ୍ଧ ବୟସରେ କୌଣସି ଫ୍ୟାମିଲି ଡିଷ୍ଟର୍ବାନ୍ସରୁ ସେ ଆତ୍ମହତ୍ୟା କରିଥିଲେ, ସୁଇସାଇଡ କରିଥିଲେ ବିଷ ଖାଇ। ଏବଂ ରାତିରେ ସେ ସ୍ୱପ୍ନ ଦେଖୁଛନ୍ତି, ସେ ପ୍ରଭୁକୁ ଡାଇରେକ୍ଟ ନାଁ ଧରି କହୁଛନ୍ତି, ତାକୁ ନାଁ ଧରି ଡାକନ୍ତି, ଆରେ ତୁମେ ମତେ ଭୁଲିଗଲ କି? ମୁଁ ଏବେ ବି ବହୁତ କଷ୍ଟରେ ଅଛି। ମାନେ ସେ ଶରୀର ଛାଡିବାର ପାଖାପାଖି 15-20 ବର୍ଷ କି ହେଇଯିବନି। ଚିନ୍ତା କରନ୍ତୁ, ଆତ୍ମହତ୍ୟା କରିବାରେ 15-20 ବର୍ଷ ହେଲାଣି କି ବେଶୀ ହେଲାଣି, ତାପରେ ବି ସିଏ କୌଣସି ଶରୀର ପାଇପାରୁନାହାନ୍ତି, ଏ ଭୂତ ହେଇକି ବୁଲୁଛନ୍ତି। ଏବଂ ସେ ସକାଳୁ ଆଉ କିଛି ବୁଝିପାରୁନାହାନ୍ତି କଣ ହବ। ସେ ପ୍ରଭୁକୁ ଯାଇ ପଚାରନ୍ତି, ପ୍ରଭୁ କହିଲେ ତମେ କାହାକୁ ଛାଡି ଦେଇଛ କି ତମର କି ନା? ସେ ତ ପୁରା ସ୍ପଷ୍ଟ ଦେଖୁଛନ୍ତି ସେ ଲୋକ, ସେ କହିଲେ ଏଇ ଲୋକଟା। ପ୍ରଭୁ ସେ ତମ କଣ ହେବେ? ନା ସେ ମୋର ମାମୁଁ ଶ୍ୱଶୁର। ଆଚ୍ଛା ଠିକ ଅଛି, ତାହେଲେ ସିଏ ବି ତମଠୁ ଜଳ ଆଶା କରୁଛି, ପାଣି ଆଶା କରୁଛନ୍ତି କି ଯଦି ତମେ ବୈଷ୍ଣବ ହେଲାଣି ତ ତମେ ଆଜି ପୁଣି ତାଙ୍କ ପାଇଁ ସ୍ପେଶାଲ ଆଉ ଥରେ ତର୍ପଣ କର। ପୁଣି ତା ପରଦିନ ସକାଳେ ଯାଇକି ପୁଣି ତାଙ୍କ ପାଇଁ ସ୍ପେଶାଲ ତର୍ପଣ କରୁଛନ୍ତି। ତେଣୁକରି ସାଧୁ ହେଲେ, ଭକ୍ତ ହେଲେ ଏଇଥିପାଇଁ କୁହାଯାଏ ଯେ 21 ପିଢି ଉଦ୍ଧାର ପାଆନ୍ତି। ଏବଂ ମା ମାନେ ଯଦି ଭକ୍ତ ହେଲେ ଆଉ ଡବଲ ଲାଭ। କଣ? ପିତୃକୂଳ ଏବଂ ଶ୍ୱଶୁର କୂଳ ଉଭୟ କୂଳର ଲୋକ ଉଦ୍ଧାର ହୁଅନ୍ତି। ହେଲେ ପ୍ରଭୁ ଆମକୁ ତ ତର୍ପଣ କରିବାକୁ ଦେବେନି ନା ମାତାଜୀ ମାନଙ୍କୁ। ଦେବେନି ନୁହଁ, ଦଉଛନ୍ତି। ଯେମିତି ବି ଆପଣ ମାନଙ୍କ ପ୍ରଭୁ ଅଛନ୍ତି, ପ୍ରଭୁ ହେଲେ ତ ଏମିତି ବି ଯୋଉମାନେ ଉପଯୁକ୍ତ ବ୍ରାହ୍ମଣ, ମୁଁ ଶୁଣିଛି ଏଇଥର ଯାଇଥିଲି ଗୟା ପିଣ୍ଡଦାନ କରିବା ପାଇଁ ପ୍ରେତଶିଳାରେ। ଉପଯୁକ୍ତ ବ୍ରାହ୍ମଣ ଯିଏ, ମାନେ ସେ ଖାଲି ତାଙ୍କ ପରିବାର ନୁହଁ, ତାଙ୍କ ବନ୍ଧୁ ବାନ୍ଧବ ସାଙ୍ଗ, ତାଙ୍କ ଘରେ ଥିବା, ଧର ଏଇ ଘରେ ରହୁଛ, ଏଇ ଘରେ ଯେତିକ କୀଟ ପତଙ୍ଗ ବି ମରିଛନ୍ତି ସେମାନଙ୍କ ପାଇଁ ବି ପିଣ୍ଡଦାନ କରାଯାଏ, କାରଣ ସେମାନେ ବି ହଁ ଜୀବ। ହରେ କୃଷ୍ଣ ଆଉ ପ୍ରଭୁଜୀ। ନହେଲେ ଯୋଉ ବ୍ରାହ୍ମଣ ମନ୍ତ୍ର ଫନ୍ତ୍ର ଭଲ ଭାବେ ଜାଣିନଥିବେ ବା ଖାଲି ଗୋଟେ ଫର୍ମାଲିଟି କରୁଥିବେ, ସେମାନଙ୍କର ଅଲଗା। ହରେ କୃଷ୍ଣ ପ୍ରଭୁଜୀ। ଆଜ୍ଞା ମୁଁ ପ୍ରଭୁ। ଶୁଣିଥିଲି ମୁଁ ଶୁଣିଥିଲି ପ୍ରଭୁ ଯେ ପ୍ରୟାଗ ତୀର୍ଥରେ ଯଦି ଅସ୍ଥି ବିସର୍ଜନ କରିଦେଲା ପରେ ଆଉ ପିଣ୍ଡଦାନ ଦିଆଯାଏନି, ମାନେ ସେଟା ବିସର୍ଜନ ହେଇଗଲା। ଗୟାରେ ନାଇଁ ଗୟାରେ ନାଇଁ, ପ୍ରୟାଗରେ ଅସ୍ଥି ବିସର୍ଜନ କେଉଁଠି କରାଯାଏ? ପ୍ରୟାଗରେ କରାଯାଏ। ପ୍ରୟାଗରେ ଯଦି ଅସ୍ଥି ବିସର୍ଜନ କରିଦେଲେ ଆଉ ପିଣ୍ଡଦାନ କିଛି ଦରକାର ନାହିଁ। ପ୍ରୟାଗରେ ଅସ୍ଥି ବିସର୍ଜନ କରାଯାଏ, ହେଲେ ବି ଆପଣଙ୍କର ପିଣ୍ଡଦାନ ଟା କରିବା ପାଇଁ ପଡେ ଗୟାରେ। ଗୟାରେ ଗୟାରେ ହଁ। ବିଷ୍ଣୁପାଦ ଅଛନ୍ତି, ଭଗବାନ ଯୋଉ ଗୟାସୁରକୁ ଉଦ୍ଧାର କରିଥିଲେ। ସେଠି ଗୟାସୁର ପ୍ରତ୍ୟେକ ଦିନ ଗୋଟେ ମୁଣ୍ଡ ନବ ଏବଂ ଗୋଟେ ପିଣ୍ଡ ପାଇବ। ହେଲେ ଇଏରେ ବଦ୍ରିନାଥରେ ସେ ଦଉଛନ୍ତି ପ୍ରଭୁ। ବଦ୍ରିନାଥ ଧାମକୁ ଶ୍ରଦ୍ଧାରେ କିଏ ଯାଇଛନ୍ତି ଦେଲେ ସେଟା ଅଲଗା କଥା। ସେ ତେବେ ବ୍ରହ୍ମଶିଳାରେ ପୁରୀ ଦଉଛି। ଧାମ ଦେଖନ୍ତୁ, ଆମର ସବୁ ଧାମରେ ଯେପରି ବୃନ୍ଦାବନ ବାସୀ ମାନେ ଚାହିଁଲେ ତୀର୍ଥ ଯିବା ପାଇଁ, ଭଗବାନ ସବୁ ତୀର୍ଥକୁ ସେଇଠି ଡକେଇ ଦେଲେ। ସେଇଠି 4 ଧାମ ଅଛନ୍ତି, ସେଇଠି ସବୁ କିଛି ଅଛନ୍ତି। ସେଟା ପୁରୀରେ ବି ସବୁ କିଛି ଅଛନ୍ତି। ଆମ ପୁରୀ ଯୋଉମାନେ ଯାଇ ନ ପାରିବେ ଅସ୍ଥି ବିସର୍ଜନ କରିବା ପାଇଁ ଗୟା, ସେ ଆମର ଶ୍ଵେତଗଙ୍ଗାରେ କରିବେ। ଶ୍ଵେତଗଙ୍ଗାରେ ବି ଅସ୍ଥି ବିସର୍ଜନ ହଉଛି, ସେମ୍ ଫଳ, କିଛି ଅସୁବିଧା ନାହିଁ। ଯୋଉ ଗରିବ ଲୋକ ଯାଇପାରିବନି ଗୟା, ତାର ସାମର୍ଥ୍ୟ ନାହିଁ, ଓଡିଶାର ଲୋକ ଅଛି, ସିଏ ଏଇଠି ଶ୍ଵେତଗଙ୍ଗାରେ କରିବ, ନହେଲେ ସମୁଦ୍ରରେ କରିବ, କିଛି ଅସୁବିଧା ନାହିଁ। କିନ୍ତୁ ଗୟାରେ କରିବା ଉଚିତ ଶାସ୍ତ୍ର ଅନୁସାରେ। ସରି କଣ ସେଟା ପ୍ରୟାଗରାଜରେ କରିବା ଉଚିତ ଏବଂ ଗୟାରେ ପିଣ୍ଡଦାନ କରିବା ଉଚିତ। ଏବଂ ଯୋଉମାନେ ବିଶେଷ କରି ଆତ୍ମହତ୍ୟା କରିଥାନ୍ତି ବା ସୁଇସାଇଡ କରିଥାନ୍ତି, ବା ସରି ଆତ୍ମହତ୍ୟା ସୁଇସାଇଡ ଦେଖା ଆକ୍ସିଡେଣ୍ଟାଲି ମରିଥାନ୍ତି, ସେମାନଙ୍କର ଆତ୍ମା ଅତୃପ୍ତ ଥାଏ, ଭୂତ ପତେଇ ଥାନ୍ତି, ସ୍ପେଶିଆଲି ପ୍ରେତଶିଳା ଅଛି ଗୟାରେ। ସେ ପ୍ରେତଶିଳାରେ ଯାଇକି ପିଣ୍ଡଦାନ କରିବା ପାଇଁ ପଡିବ ତାଙ୍କ ନାଁରେ। ଆଉ ଗୟାରେ 3 ଜାଗା 4 ଜାଗା ପିଣ୍ଡ ଦିଆଯାଏ।
ସେଠି କଣ ପାଇଁ ଦିଆଯାଏ ଏ ବିଧି ଅଛି କାରଣ ଭଗବାନ ରାମ ତାଙ୍କ ଲୀଳାରେ ଦଶରଥଙ୍କୁ ପିଣ୍ଡଦାନ କରି ଦଶରଥ ନିଜେ ସ୍ୱପ୍ନ ଦେଖେଇଥିଲେ ରାମଜୀକୁ ଏବଂ ସୀତାମାଙ୍କୁ। ସେତେବେଳେ ଭଗବାନ ସେଇଠି ଥିଲେ ଚତୁର୍ବର୍ଣ୍ଣ ବନବାସ ସମୟରେ। ତ ସେଇଠି ରାମଜୀ କଣ ଆଣିବା ପାଇଁ ଯାଇଥିଲେ ଯୋଉ ପିଣ୍ଡ ସାମଗ୍ରୀ ଯୋଉ ପିଣ୍ଡର ଯୋଉ ସବୁ ଜିନିଷ ଲାଗେ ତ ଆଣିବା ବେଳେ ବହୁତ ଲେଟ୍ ହେଇଗଲାଣି ସୂର୍ଯ୍ୟ ଅସ୍ତ ହେଇଯିବେ। ସୂର୍ଯ୍ୟାସ୍ତ ପରେ ପିଣ୍ଡଦାନ କରାଯାଏ। ତ ଦଶରଥ କହୁଛନ୍ତି ମା ସୀତାଙ୍କୁ ତୁମେ ଯାହା ପାଉଛ ମତେ ଏଠି ଦେଇଦିଅ ନା ଏଇ ଯୋଉ ପିତୃ ପକ୍ଷରେ ଏଇ ସମୟରେ ମୋର ଉଦ୍ଧାର ହବ। ତ ସେଇଠି ସେ ଖାଲି ପିଣ୍ଡ ଦେଇ ବାଲିକି ପାଏ ନେଇକି ପିଣ୍ଡ ଦେଇଥିଲେ ଏବଂ ଦେଲା ବେଳେ 4 ଜଣଙ୍କୁ ସାକ୍ଷୀ ରଖିଥିଲେ। ସେ ଯୋଉ ଫଲ୍ଗୁ ନଦୀ ଭୁଲି ଯାଉଛି ଆଉ ସବୁ ଗୋମାତା ଦଶ ଦିଗ ବ୍ରାହ୍ମଣ ଦଶ ଆଉ ଦିଗ କଣ ପାଳ ଦଶ ଦିଗ ପାଳ ବୋଧେ ତୁଳସୀ ନା ଦୁର୍ବା ନା ତୁଳସୀ ଦୁର୍ବା ହଁ ବରଗଛ ତୁଳସୀ ଦୁର୍ବା ଦୁର୍ବା ଘାସ ଦୁର୍ବା ଦୁର୍ବାଘାସ ନୁହେଁ ତୁଳସୀ ଦୁର୍ବା ଘାସ ଆଉ ବରଗଛ ଯୋଉ ବଟ ବୃକ୍ଷ ଯୋଉଟା 4 ଜଣ ଦୁର୍ବା ଥିଲେ ଘାସ ତୁଳସୀ ଦୁର୍ବା ଶୁଣ ଘାସ ଶୁଣ ଦିଆ ହବ ଫଲ୍ଗୁ ନଦୀ ବ୍ରାହ୍ମଣ ତାପରେ ମାତାଜୀ ତୁଳସୀ ବୋଧେ ମନେ ପଡୁନି ଆଉ ବଟ ବୃକ୍ଷ ଏ 4 ଜଣଙ୍କୁ ସାକ୍ଷୀ ରଖିଥିଲେ। 4 ଜଣ ମଧ୍ୟରୁ 3 ଜଣ ମନା କରିଦେଲେ ଯେତେବେଳେ ରାମଜୀ ଆସିଲେ ସାକ୍ଷୀ ଦେଲେନି। ତ ସେମାନଙ୍କୁ ସୀତାମା ଅଭିଶାପ ଦେଇଥିଲେ। ସେ ଫଲ୍ଗୁ ନଦୀରେ ସେବେ କେବେ ପାଣି ରହେନି। ସେ ଯୋଉ ଫଲ୍ଗୁ ନଦୀ ସେଇଠି ଅଛି ସେ ନଦୀରେ କେବେ ପାଣି ଯେତେ ପାଣି ହେଲେ ସେଠି ବନ୍ୟା ହବାର ଚାନ୍ସ ନାହିଁ। ଯେତେ ପାଣି ଆସିଲେ ସେ ବାଲି ପିଇଯିବ। ସେ ବାଲି ତଳେ ପାଣି ଥାଏ। ଏବଂ ବ୍ରାହ୍ମଣ ସେମିତି ଯେତେ ଦକ୍ଷିଣ ଆଫ୍ରିକା ଦେଲେ ସେ ଅସନ୍ତୁଷ୍ଟ ରୁହନ୍ତି। ଆଉ ଜଣେ ଭୁଲୁଛି ତୁଳସୀ ମହାରାଣୀ କି କଣ ମନେ ପଡୁନି ଠିକ ସେ ଗୋମାତା ଦେଖିବା ପାଇଁ ପ୍ରଭୁ ପଡିବ ଗୋମାତା ବହିରେ। ହଁ ଗୋମାତା ପ୍ରଭୁ ଗୋମାତା ବି ଗୋମାତାକୁ କହିଲେ ମାନେ କଳିଯୁଗରେ ଅଇଁଠା ଖାଇବୁ କହିକିରି ହଁ 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 ଲୋକମାନଙ୍କୁ ଅଇଁଠା ଖାଇବୁ। ଗୋମାତା ସେଇପାଇଁ କଳିଯୁଗରେ ଅଇଁଠା ଖାଆନ୍ତି ହୁଁ ଏବଂ କେବଳ ବଟ ବୃକ୍ଷରେ ସତ କଥା କହିଥିଲେ। ବଟ ବୃକ୍ଷଟି ସତ କଥା କହିଥିଲେ ତେଣୁକରି ସେ ଏବେ ବି ଅମର ହେଇକି ପୁରା ସବୁବେଳେ ଖରା ବର୍ଷା ଶୀତ ସବୁବେଳେ ହରା ଭରା ହେଇକି ରୁହନ୍ତି। ତେଣୁକରି ସେଠି ଗଲେ 4 ଜାଗା ପିଣ୍ଡ ଦେବା ପାଇଁ ପଡେ। ଫଲ୍ଗୁ ନଦୀରେ ଏଇ ଯୋଉ ଅକ୍ଷୟ ବଟ ସେ ବର ଅଛି ନା ଅକ୍ଷୟ ବଟ ଅକ୍ଷୟ ବଟରେ 2 ପ୍ରେତଶିଳାରେ 3 ବିଷ୍ଣୁ ପାଦରେ 4 ଏ 4 ଜାଗା ପିଣ୍ଡ ଦେବା ପାଇଁ ପଡେ ଯୋଉ ପ୍ରେତ ନାଁରେ ଦେବା ପାଇଁ ପଡେ। ଏବଂ ସବୁ ଦେଇ ସାରିକି ଲାଷ୍ଟକୁ ଅକ୍ଷୟ ବଟରେ ଦିଆ ହୁଏ। ଅକ୍ଷୟ ବଟ ସତ କଥା କହିଥିଲେ ତାପରେ ଅଛି ଲୀଳା ହେଇଛି ଅକ୍ଷୟ ବଟ ଲାଷ୍ଟ। ଏଥିରେ ମୁଁ ଯାଇଥିଲି ସେ ବ୍ରାହ୍ମଣ ସବୁ ଲୀଳା କରୁଥିଲେ ଭୁଲି ଯାଇଛି। ଆମ ବାପାଙ୍କର କଲୁ ତ ସେ ବାପା ତ ଆତ୍ମତ୍ୟାଗ କରିନଥିଲେ ଆମ ପିତୃ ଆଗରୁ ଜଣେ ଆତ୍ମହତ୍ୟା କରିଥିଲେ ଆମର ଜଣେ ଜ୍ୟୋତିଷ ଧଇଲେ ଆମର ଇସ୍କନ ଭକ୍ତ ଜଣେ ସେଇ ପ୍ରଭୁ ହିଁ ସବୁ ମନ୍ତ୍ର ପାଠ କରୁଥିଲେ ସାଉଥ ଇଣ୍ଡିଆନ ବ୍ରାହ୍ମଣ। ତ ମୁଁ ଶୁଣିକି ଆଶ୍ଚର୍ଯ୍ୟ କହିଲେ ଯେତେ କୀଟ ପତଙ୍ଗ ମରିଛନ୍ତି ଯେତେ ସାଙ୍ଗସାଥି ମରିଛନ୍ତି ସମସ୍ତଙ୍କ ପାଇଁ ଏବଂ ଲାଷ୍ଟକୁ ଜ୍ଞାତ ଅଜ୍ଞାତରେ ଯିଏ ଅଛନ୍ତି ସବୁ ଜୀବ ପାଇଁ। ମୁଁ କହିଲି ବାପରେ ଜଣେ ଲୋକ ପିଣ୍ଡ ଦ୍ୱାରା ସମସ୍ତେ ଉଦ୍ଧାର କରିଥାଉ। ତ ଏସବୁ କର୍ମକାଣ୍ଡ ନୀତି ଅଛି ଗୃହସ୍ଥ ଆଶ୍ରମରେ ରହିଲେ ଏଗୁଡାକ କରିବା ପାଇଁ ପଡିବ। ଏବଂ ଗୃହସ୍ଥ ଆଶ୍ରମ ତ୍ୟାଗ କରନ୍ତୁ ଛାଡନ୍ତୁ ଆମର ଏବେ ଯୋଉ ମାତାଜୀ କହିଲେ ରାଶେଶ୍ୱର ମାତାଜୀ ଏବଂ ଆମେ ନିଜେ ମଧ୍ୟ ଦେଖୁଛନ୍ତି ପରମ ପୂଜ୍ୟ ରାଧାନାଥ ସ୍ୱାମୀ ମହାରାଜ ଯେବେ ବି ମାୟାପୁର ଆସିବେ ସେ ଗଙ୍ଗା ଘାଟରେ ତାଙ୍କର ପିତୃପୁରୁଷଙ୍କ ପାଇଁ ତର୍ପଣ କରିବେ। ଆମର ଯୋଉ ମାୟାପୁର ପୂଜାରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନେଇକି ଯୋଉ ମନ୍ତ୍ର ପଢନ୍ତି ତାଙ୍କୁ ନେଇକି ଗଙ୍ଗାରେ କରିବେ। ଏବଂ ଜପତିସା ଗୁରୁ ମହାରାଜ ମଧ୍ୟ କେତେଥର ଆଗରୁ କରିଥିବେ କି ନାହିଁ ମୁଁ ଜାଣିନି ଦେଖିନି କରିଥିବେ ନିଶ୍ଚିନ୍ତ ସନ୍ଦେହ ନାହିଁ। ଏବଂ ମୁଁ ଯେତେବେଳେ ସେବକ ଥିଲି ମୋ ଗୁରୁଦେବଙ୍କର ଆମ ଗୁରୁଦେବ ଯେତେବେଳେ ବନାରସ ଯାଆନ୍ତି ସେଠି ଗଙ୍ଗା ନଦୀ ଏବଂ କାଶୀ ବିଶ୍ୱନାଥ ଆଉ ସେଇଠି ଯୋଉ ଆମର ଯୋଉ ପୁରାଣରେ ଯୋଉ ରାଜା ଥିଲେ ଦାନୀ ହରିଶ୍ଚନ୍ଦ୍ର ସେଇ ଯୋଉ ଘାଟ ଅଛି ମଣିକର୍ଣ୍ଣିକା ଘାଟ ସେଇଠି ଯୋଉ ଶବଦାହ ହଉଛି
ସେଇ ମଶାଣି ପିଣ୍ଡରେ ସେ ଜଗୁଆଳ ହେଇ ବସି ଜଗିଥିଲେ। ଆଉ ଆମର ତ ଏଠି ସ୍ୱର୍ଗଦ୍ୱାରରେ ହରେ କୃଷ୍ଣ ଗୋଟେ କଲ୍ ଆସିଥିଲା। ଆମର ତ ସ୍ୱର୍ଗଦ୍ୱାରରେ ଏଠି ବହୁତ କମ ଶବ, ମାନେ ସେଠି ବିଶ୍ୱାସ କରିବେନି ବର୍ଷା ଦିନେ ଦୂର ଦୂରାନ୍ତରୁ ଶବ ନେଇକି ଆସିଥିବେ ପାଣି ନଈ ଗଙ୍ଗା ନଈରେ ଏ ଯୋଉ ବାଉଁଶରେ ତିଆରି କରିକି ଏ ଯୋଉ ବାଉଁଶ ଯେମିତି କଦଳୀ ପତ୍ର ସେଥିରେ ନେଇକି ପଳେଇ ଆସିଥିବେ ଡଙ୍ଗାରେ ସେଇଠି ଗଙ୍ଗା ନଦୀରେ ଅପେକ୍ଷା କରି ଯାଇଥିବେ ତା ଭିତରେ କେତେବେଳେ ଶବ ଜମା ହବ। ଏତେ ଶବ ଆସେ ସେଠି 24 ଘଣ୍ଟା। ଦିନକୁ ସେଠି ପ୍ରଭୁ 108ଟା ଶବ ନିଶ୍ଚିତ ଭାବରେ। ସେଠି ପ୍ରଭୁ ନିଆଁ ଲିଭେନି ପ୍ରଭୁ କେବେ, ସବୁବେଳେ 24 ଘଣ୍ଟା ସବୁ ଦହା ହଉଥିବ। ତେଣୁକରି ଯେତେବେଳେ ଆମ ଗୁରୁଦେବ ଯାଆନ୍ତି ସେଠିକି, ମୁଁ ନିଜେ ଦେଖି ସେଠି ବ୍ରାହ୍ମଣଙ୍କୁ ଡାକିକି ସେ ତର୍ପଣ କରନ୍ତି। ତ ଏସବୁ ଆମର ବୈଦିକ ଗ୍ରନ୍ଥରେ ଉପଦେଶ ଦିଆଯାଇଛି, ଏଗୁଡିକ ଆମକୁ ପାଳନ କରିବା ପାଇଁ ପଡିବ। ଆଉ ଏସବୁ ମୁଁ ବି ଦେଖିଲି ଏଥର ଯଜ୍ଞରେ, ଯଜ୍ଞ କହୁଛି ଆମର ଯୋଉ ଶ୍ରାଦ୍ଧରେ, ସେ ଯୋଉ ଜିନିଷ ମୁଁ ତ କେବେ ଭକ୍ତ ହେଲା ପରେ ଏସବୁ ଆଗରୁ ଛୋଟ ଥିଲି, ଏସବୁ ଏତେ ଲକ୍ଷ୍ୟ ନଥିଲା। ଆଉ ବିଶେଷ କରି ଆମ ଗାଁରେ ବ୍ରାହ୍ମଣ ମାନେ ଏଗୁଡ଼ା ଏତେ ଫଲୋ କରନ୍ତି କି ନାହିଁ ମୁଁ ଜାଣିନି। ମାନେ କମ୍ପଲସରି ଓସ୍ତପତ୍ର ରଖିଲେ। ଓସ୍ତପତ୍ର ହେଲା କଣ, ଭଗବାନ ଗୀତାରେ କହିଛନ୍ତି ବୃକ୍ଷ ମଧ୍ୟରେ ମୁଁ ହେଲି ଅଶ୍ୱସ୍ଥ ବୃକ୍ଷ। ଏବଂ କମ୍ପଲସରି ତୁଳସୀ ପତ୍ରଟେ ରଖିବେ। ଆମର ତ ମୁଁ କାହିଁ ଗାଁରେ ମୋର ମନେ ପଡୁନି କିଛି ସାଧା ପିଲା ହେଲେ ବ୍ରାହ୍ମଣ ତୁଳସୀ ପତ୍ର ମାଗିଲା ଆଳିଆ। ମାନେ ଭଗବାନଙ୍କ ପ୍ରସାଦ ହିଁ ତାଙ୍କୁ ପିତୃପୁରୁଷଙ୍କୁ ଦିଆଯାଉଛି ସେଠି। ଏବଂ ଆମର ଯୋଉ ବ୍ରାହ୍ମଣ କଲେ, ସେ ତ ପ୍ରଥମ ଦିନ ଆଗେ ସଂକଳ୍ପ କରାଇଲେ ନେଇକି ଗୟାରେ, ଏ ଯୋଉ ବିଷ୍ଣୁପାଦ ପାଖରେ ପୁରା 108 ତୁଳସୀ ପକ୍ଷ, ସରି 1,008 1008 ଗୋପାଳ ସହସ୍ର ନାମରେ ସଂକଳ୍ପ କରାଇଲେ ଯେ ଏଇ କର୍ମ ପାଇଁ ମୋର ଇଏ ପାଇଁ ମୁଁ ଏଇଟା ସଂକଳ୍ପ କରୁଛି, ଆପଣଙ୍କ ପାଖରେ ଏଇସବୁ ସେବା ମୋର କରେଇନି। ଆଉ ସେଇ ସଂକଳ୍ପରେ ଯୋଉ ତୁଳସୀ ଦିଆଯାଇଥିଲା, ତୁଳସୀ ଭଗବାନ ବିଷ୍ଣୁଙ୍କ ପାଖରେ ଯୋଉ ଆମେ ଗୋଟେ ଗୋଟେ ପକେଇଥିଲୁ ଗୋଟେ ଗୋଟେ ମନ୍ତ୍ରରେ, ତାପରେ ଲାଷ୍ଟକୁ ଏକଠା କରି, କାରଣ ବିଷ୍ଣୁପାଦ ତ ବହୁତ ଭିଡ, ସେତେ ବସେଇ ଦେବେନି, ଲାଷ୍ଟକୁ ନେଇକି ଝୁଡିରେ ସବୁ ଯାକ ତୁଳସୀ ବିଷ୍ଣୁପାଦକୁ ଢାଳିଥିଲୁ ଏବଂ ଢାଳିଲା ପରେ ସେଟା ପ୍ରସାଦ ହେଲା, ଭଗବାନ ଚଳା ଲାଗିଲା। ସେଇଥିରୁ ତୁଳସୀ ଆଣିଥିଲୁ ଗୋଟେ ଝୁଡି, ତାକୁ ରଖିଥିଲୁ ପଲିଥିନରେ, ସବୁ 4 ଜାଗାରେ ପିଣ୍ଡ ଦେଲା ବେଳେ ସେଠି ସେ କହିଥିଲେ ଏଇ ଜାଗାକୁ ଗଲା ଏଠି ନେଇଯିବ, ଏଠି ନେଇଯିବ, ସବୁ ନେଇଯିବ, ମାନେ ସବୁ ଜାଗାକୁ ନେଇକି ଯିବ, ଏଇଠି ଦିଆହବ। ତ ଯୋଉମାନେ ଉପଯୁକ୍ତ ବ୍ରାହ୍ମଣ ବେଦ ମନ୍ତ୍ର ଜାଣିଛନ୍ତି ଭଲ ଭାବେ ବା କିଛି କିଛି ଜ୍ଞାନ ଅଛି, ସେମାନେ ଏଇ ଶ୍ରାଦ୍ଧ ପିଣ୍ଡ ଆଦି କର୍ମ ମାନେ ଆମର ଜଗନ୍ନାଥ ବା କୃଷ୍ଣଙ୍କର ପ୍ରୀତି ଅର୍ଥେ ବା କୃଷ୍ଣକୁ ଅର୍ପଣ କରିକି ତାପରେ ପିତୃପୁରୁଷଙ୍କୁ ଅର୍ପଣ କରାଯାଏ। ଭଗବାନ କୃଷ୍ଣଙ୍କର ପ୍ରସାଦ ଆକାର, ଆଉ କୃଷ୍ଣ ପ୍ରସାଦ ଯିଏ ପାଇବ ତାର ଉଦ୍ଧାର ହବ ହିଁ ହବ। ତେଣୁକରି ଏସବୁ ପ୍ରତି ଆମେ ଧ୍ୟାନ ଦେଲେ ବି, ତାପରେ ମଧ୍ୟ ଯେତେ କଷ୍ଟ ହେଲେ ବି ସେ ଭଗବାନଙ୍କର ଭକ୍ତି କରୁଛନ୍ତି, କୃଷ୍ଣଙ୍କ ସନ୍ତୋଷ ପାଇଁ ତାହା କରନ୍ତି। ସେ ପାରାଗ୍ରାଫ ଲାଷ୍ଟକୁ ଲେଖା ହେଇଛି। ତେଣୁକରି ପୂର୍ବରୁ କୁହାଯାଇଛି ପରମ ପୁରୁଷ ଭଗବାନଙ୍କର ସନ୍ତୋଷ ବିଧାନ କରୁଥିବା ଯେକୌଣସି କାର୍ଯ୍ୟ ପ୍ରେମପୂର୍ଣ୍ଣ ସେବା। ତ ଭଗବାନଙ୍କର ପ୍ରୀତି ପାଇଁ ଆମକୁ କର୍ମ କରିବା ପାଇଁ ପଡିବ। ତାପରେ ପାରାଗ୍ରାଫ କହୁଛନ୍ତି ଭକ୍ତି ଯୋଗ ମାର୍ଗରେ ନିଯୁକ୍ତ ହେବାକୁ କିଏ ଯୋଗ୍ୟ, ସେ କଥା ରୂପ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। କୋଉମାନେ ଭକ୍ତି କରିପାରିବେ, ଏଟା ତ ବଡ ଆଶ୍ଚର୍ଯ୍ୟ କଥା। ଭକ୍ତି କରିବା କିଏ ଯୋଗ୍ୟ ହବ, ଆମେ ଏଇ ବିଷୟରେ କିଛି ଦିନ ପୂର୍ବରୁ ଆଲୋଚନା କରିଥିଲେ। ଏବଂ ପଞ୍ଚମ ସ୍କନ୍ଧ ଭାଗବତରେ 5ମ ଅଧ୍ୟାୟର 1 ନମ୍ବର ଶ୍ଲୋକରେ ଭଗବାନ ଋଷଭ ଦେବ ତାଙ୍କର ପୁତ୍ର ମାନଙ୍କୁ ବୁଝାଉଛନ୍ତି, ମାନେ ଜ୍ଞାନ ଯୋଉ ଦଉଛନ୍ତି, ନାୟଂ ଦେହ ଭାଜାଙ୍ଗ ଲୋକେ କାଷ୍ଟାନ କାମାନ ହେତ ବିଳ ଭୁଜାଙ୍ଗେ ତପ ଦିବ୍ୟଂ ପୁତ୍ରକା ଜୈନ ସତ୍ୟଂ ଶୁଦ୍ଧୟଦସ୍ମାତ୍ ବ୍ରହ୍ମ ସୌଖ୍ୟଂ ତ୍ୱନ୍ ଅନ୍ତମ୍।
ଭଗବାନ ଋଷଭଦେବ ତାଙ୍କର ପୁତ୍ର ମାନଙ୍କୁ କହୁଛନ୍ତି, ହେ ପୁତ୍ର ମାନେ এই ସଂସାରରେ ସମସ୍ତ ଦେହଧାରୀ ମାନେ ସମସ୍ତ ଦେହଧାରୀ ଭିତରେ ଯୋଉମାନେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛନ୍ତି ସେମାନେ ଇନ୍ଦ୍ରିୟ ତୃପ୍ତି ପାଇଁ କାର୍ଯ୍ୟ ନ କରି ଦିନ ରାତି କଠିନ ପରିଶ୍ରମ କରନ୍ତି, ତାହା ନ କରି ଭଗବାନ କୃଷ୍ଣଙ୍କ ପ୍ରୀତି ପାଇଁ କାର୍ଯ୍ୟ କରିବା ଦରକାର। ମାନେ କୁକୁର ଏବଂ କୁକୁର ଏବଂ ଘୁଷୁରୀ ଭଳି ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କାର୍ଯ୍ୟ ନ କରି ଭଗବାନଙ୍କର ଭକ୍ତି ପାଇଁ, ଭଗବାନଙ୍କର ଇନ୍ଦ୍ରିୟ ତୃପ୍ତି ପାଇଁ କାର୍ଯ୍ୟ କରିବା ଉଚିତ। ତେଣୁକରି ଏଠି କିଏ ଯୋଗ୍ୟ? ମନୁଷ୍ୟ ମାତ୍ରକେ ଭକ୍ତି କରିବା ପାଇଁ ଯୋଗ୍ୟ। ଆମେ କିଛି ଦିନ ପୂର୍ବରୁ ମୋ କ୍ଲାସରେ କହୁଥିଲେ, ମନୁଷ୍ୟ ଜନ୍ମ ହେଇକି ଯଦି ଆମେ କୃଷ୍ଣ ସେବା ନ କରୁଛେ ତାହେଲେ ଆମର ଅପରାଧ, ଆମେ କୃଷ୍ଣ ଜନ୍ମର ଅପରାଧୀ। ତ ଏହି ସବୁ କହୁତାର ପ୍ରମାଣ ଋଷଭଦେବ ଭଗବାନ ଡାଇରେକ୍ଟ ତାଙ୍କ ପୁତ୍ର ମାନଙ୍କୁ ବୁଝେଇଛନ୍ତି। ପଞ୍ଚମ ସ୍କନ୍ଧ 5ମ ଅଧ୍ୟାୟ 1 ନମ୍ବର ଶ୍ଲୋକରେ। ତାପରେ କହୁଛନ୍ତି ସେ କହିଛନ୍ତି ଯେ ଯେଉଁ କନିଷ୍ଠ ଭକ୍ତଗଣ ଭଗବାନଙ୍କର ପ୍ରତି ଟିକେ ପ୍ରେମ ଆସକ୍ତି ହୋଇଛନ୍ତି ସେମାନେ ସେମାନଙ୍କର ଭକ୍ତି ଅନୁପାତରେ ଇନ୍ଦ୍ରିୟ ତୃପ୍ତିମୂଳକ କାର୍ଯ୍ୟ ପ୍ରତି ଆଗ୍ରହ ନୁହନ୍ତି। ଏଇଠି କହୁଛନ୍ତି ଯେଉଁ କନିଷ୍ଠ ଭକ୍ତଗଣ ଭଗବାନଙ୍କର ପ୍ରତି ଟିକେ ପ୍ରେମାସକ୍ତ ହୋଇଛନ୍ତି। ମାନେ ଚିନ୍ତା କରନ୍ତୁ, ଆପଣ ମାନେ ଦେଖୁଛନ୍ତି ଏବଂ ଆମେ ଏକ୍ସାମ୍ପଲ ଦେଇଛୁ, ମତେ ପୂର୍ବ କ୍ଲାସ ମୋର ମନେ ପଡୁଛି ଯେ ଯୋଉମାନେ ଭକ୍ତ ହେଲେଣି ତ ଆମର ବହୁତ ଭକ୍ତ ହେଇଗଲାଣି, ସିନିୟର ଭକ୍ତ ବା କିଛି ଦିନ ମନ୍ଦିର ଜଏନ କରିବା ଅଲଗା କଥା। ଯୋଉମାନେ ନୂଆ ଭକ୍ତି ଲାଇନରେ ଆସୁଛନ୍ତି, ନ୍ୟୁ ଡିଭୋଟି, ସେମାନେ ବହୁତ ଧନୀ ଘରର ଭକ୍ତ, ମାନେ ସନ୍ତାନ ପୁତ୍ର, ସେମାନେ ମଧ୍ୟ ତାହା ମଧ୍ୟ ସବୁ ସ୍ୱୀକାର ଗ୍ରହଣ କରୁନା, ତ୍ୟାଗ କରିକି ପଳେଇ ଆସୁଛନ୍ତି। କିଛି ଆବଶ୍ୟକ ନାହିଁ, କୌଣସି ଇନ୍ଦ୍ରିୟ ତୃପ୍ତି ଜିନିଷ ଆବଶ୍ୟକ ନାହିଁ। ଇନ୍ଦ୍ରିୟ ତୃପ୍ତି କାର୍ଯ୍ୟ, ଇନ୍ଦ୍ରିୟ ତୃପ୍ତିମୂଳକ କାର୍ଯ୍ୟ ପ୍ରତି ଆଗ୍ରହୀ ନୁହନ୍ତି, କିନ୍ତୁ ତଥାପି ଯଦି ଇନ୍ଦ୍ରିୟ ତୃପ୍ତି କାର୍ଯ୍ୟ ପାଇଁ କିଛି ଆଗ୍ରହ ଥାଏ ତେବେ ସେପରି କାର୍ଯ୍ୟର ଫଳ କୃଷ୍ଣକୁ ଅର୍ପଣ କରିବା ଉଚିତ। ଏହାକୁ ମଧ୍ୟ ଭଗବାନଙ୍କ ସେବାରେ ନିଯୁକ୍ତ ବୋଲି ଧରାଯିବ। ଏଠାରେ ଭଗବାନ ପ୍ରଭୁ ଏବଂ କର୍ମୀ ତାଙ୍କର ଦାସ। ଯୋଉ ଉଦାହରଣ ଦେଇଛନ୍ତି, ଏଠାରେ ଭଗବାନ ହଉଛନ୍ତି ପ୍ରଭୁ ଏବଂ କର୍ମୀ ହଉ ତାଙ୍କର ଦାସ। ଦାସତ୍ୱ ଭାବ, ଦାସ୍ୟ ଭାବ ବୁଝିବା ପାଇଁ ଏସବୁ ଏକ୍ସାମ୍ପଲ ଦେଉଛନ୍ତି। ଏବଂ ଦାସତ୍ୱ କାୟ ମନ ବାକ୍ୟରେ ଦାସତ୍ୱ ସ୍ୱୀକାର କରିବା ଉଚିତ। କୌଣସି ପ୍ରକାର ନିଜକୁ ମାଷ୍ଟର ବା ଭକ୍ତା ବା ମାନେ ନିଜକୁ ଶ୍ରେଷ୍ଠ ଏମିତି ମନେ କରିବା ଉଚିତ ନୁହେଁ। ତେଣୁକରି ଆମର ଯୋଉ ଶିକ୍ଷା ମଧ୍ୟ ଦାସାନୁଦାସ ଭାବ, ମହାପ୍ରଭୁ ମଧ୍ୟ କହିଲେ ଗୋପୀ ଭକ୍ତି ପଦ କମଲ ଦାସାନୁଦାସ ଭାବ। ମହାପ୍ରଭୁ ନିଜେ କୃଷ୍ଣ ହେଇକି ସେ କହିପାରିଥାନ୍ତେ ମୁଁ ଭଗବାନ, ସେ ନିଜେ ମଧ୍ୟ କହୁନାହାନ୍ତି। ତେଣୁକରି ଆମର ଯଦି ଆମେ ଗୁରୁ ଆଚାର୍ଯ୍ୟଙ୍କର ଭଗବାନଙ୍କର କୃପା ପାଇବା ଚାହିଁବା, ଆମର ଯେତେ ନିଜକୁ ଦାସାନୁଦାସ ଭାବ ମନେ କରିବା, ସେଇ ଖାଲି ମନେ କରିବାନି, ସେଇ ଭାବରେ ଆମେ ସେବା କରିବା, ତାହେଲେ ଆମେ କୃପା ମିଳିବ। ଲାଷ୍ଟ ପାରାଗ୍ରାଫ କହୁଛନ୍ତି, ଏଇ ଦାସ ଭାବ ଏପରି ଦିବ୍ୟ ଅଟେ ଯେ ସେ ସମ୍ପର୍କରେ ନାରଦୀ ପୁରାଣରେ ଏକ ଉକ୍ତି ରହିଛି। ସେଥିରେ ଉଲ୍ଲେଖ ଅଛି ଯେ କାୟମନ ବାକ୍ୟରେ ଯେଉଁ ବ୍ୟକ୍ତି ଭଗବତ ସେବାରେ ସତତ ନିଯୁକ୍ତ ରୁହନ୍ତି ରହିଛି ବା ଅଥବା ବାସ୍ତବ କ୍ଷେତ୍ରରେ ଏପରି ନିଯୁକ୍ତ ନଥାଇ ଯେଉଁ ବ୍ୟକ୍ତି ଏପରି ସେବା କରିବାର ଆକାଂକ୍ଷା ମତେ ପୋଷଣ କରୁଛି, ସେ ମୁକ୍ତ ପୁରୁଷ ବୋଲି ବିବେଚିତ ହେବ। ଯଦି ସେବା କରି ନ ପାରି ଯଦି ଆକାଂକ୍ଷା କରୁଛି, ଆଶା କରୁଛି, ପରିକଳ୍ପନା କରୁଛି, ସେ ମଧ୍ୟ ଉଦ୍ଧାର ହବ। କିନ୍ତୁ ଆମେ ଗତକାଲି ଶୁଣିଥିଲେ କେତେବେଳେ ଜଣେ ବ୍ୟକ୍ତି ଏଇ ମାନସିକ ସେବା କରିବାର ଯୋଗ୍ୟ ହୁଅନ୍ତି, ଯେତେବେଳେ ସେବା କରି ଏଇ ଶରୀର ଦ୍ଵାରା ପୁରା ଏକ୍ସପର୍ଟ ହୁଅନ୍ତି। ସେବା କରିନାହାନ୍ତି ମାନେ ସେ କେବେ ମାନସିକରେ ବି ଭାବି ପାରିବନି ମୁଁ ଏ ସେବା କରିବି। ତାପରେ ଆସ ସଖ୍ୟ ଭକ୍ତି। ପ୍ରଥମ ପାରାଗ୍ରାଫ ଜଣେ ପଢ। ହରେ କୃଷ୍ଣ ପ୍ରଭୁଜୀ। ସଖ୍ୟ ଭକ୍ତି। ସଖ୍ୟ ଭକ୍ତିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ପନ୍ଥା ହେଲା ଭଗବାନଙ୍କର ବିଶ୍ୱସ୍ତ ଭୃତ୍ୟ ରୂପେ କାର୍ଯ୍ୟ କରିବା
ଅନ୍ୟଟି ହେଲା ଭଗବାନଙ୍କର ଶୁଭାକାଂକ୍ଷୀ ରୂପେ କାର୍ଯ୍ୟ କରିବା। ଭଗବାନଙ୍କ ସେବାରେ ବିଶ୍ୱାସ ସ୍ଥାପନ କରିଥିବା ଭକ୍ତ ଧାରାବାହିକ ଭାବେ ବିଧି ନିଷେଧ ଅନୁସରଣ କରେ। ସେ ଦିବ୍ୟ ଜୀବନ ସ୍ତର ଲାଭ କରିବାର ବିଶ୍ୱାସ ରଖିଥାଏ। ତୃତୀୟ ପ୍ରକାର ସଖ୍ୟ ଭକ୍ତି ହେଉଛି ପରମ ପୁରୁଷ ଭଗବାନଙ୍କର ଶୁଭାକାଂକ୍ଷୀ ହେବା। ଭଗବଦ୍ ଗୀତାରେ କୁହାଯାଇଛି, ପ୍ରଚାରକକୁ ଭଗବାନ ଅତ୍ୟନ୍ତ ପ୍ରିୟ ଭୃତ୍ୟ ବୋଲି ଗ୍ରହଣ କରନ୍ତି। ଭଗବଦ୍ ଗୀତାର ନିଗୂଢ଼ ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରୁଥିବା ବ୍ୟକ୍ତି ଶ୍ରୀକୃଷ୍ଣଙ୍କର ଏପରି ପ୍ରିୟ ଯେ ମନୁଷ୍ୟ ସମାଜରେ କେହି ତା ସହିତ ସମାନ ହେବ ନାହିଁ। ଧନ୍ୟବାଦ। ସଖ୍ୟ ଭକ୍ତିକୁ ଦୁଇ ଭାଗରେ ବିଭକ୍ତ କରୁଛନ୍ତି। ଗୋଟେ ହଉଛନ୍ତି ଭଗବାନଙ୍କର ବିଶ୍ୱସ୍ତ ଭୃତ୍ୟ ଏବଂ ଅନ୍ୟଟି ଭଗବାନଙ୍କର ଶୁଭାକାଂକ୍ଷୀ। ଏ ସଖ୍ୟ ଭକ୍ତିଟା ବହୁତ କଷ୍ଟ। ବିଶ୍ୱସ୍ତ ଭୃତ୍ୟ ଏବଂ ଭଗବାନଙ୍କର ଶୁଭାକାଂକ୍ଷୀ, ମାନେ ଭଗବାନଙ୍କର ମଙ୍ଗଳ। ଆପଣ ଯଦି କେବେ ଯାଇଥିବେ ରାଧାରମଣଙ୍କର ପ୍ରାକଟ୍ୟ ଉତ୍ସବ ବୃନ୍ଦାବନରେ, ଏଇ ଖରା ଦିନେ ପଡେ। 1000 ଲିଟର କ୍ଷୀରରେ ଅଭିଷେକ ହୁଅନ୍ତି ଏବଂ ସେଇ ଅଭିଷେକ ପରେ ପରେ ସେ ଯୋଉ ରାଧାରମଣ ସେବକ ସମ୍ପ୍ରଦାୟ ସେବକ ମାନେ ଭଗବାନଙ୍କୁ ଉପହାର ଦିଅନ୍ତି, ଗିଫ୍ଟ ଭଗବାନଙ୍କର ପ୍ରକଟ ହେଇଛି ଏବଂ ଭଗବାନଙ୍କୁ ଆଶୀର୍ବାଦ କରନ୍ତି। ଯେପରି ନନ୍ଦ ବାବା, ଯଶୋଦା ମା, ଏଇ ଯୋଉ ପିତୃ ମାତୃ ଶ୍ରେଣୀର ଭକ୍ତ ମାନେ ଭଗବାନଙ୍କୁ ଆଶୀର୍ବାଦ କରନ୍ତି। ଭଗବାନଙ୍କୁ ସେ ଆଶୀର୍ବାଦ କରନ୍ତି, କାରଣ ସେ ତାଙ୍କର ପିଲା ଭାବନ୍ତି, ଲାଲା ଭାବନ୍ତି, ଯେ ତୋର ମଙ୍ଗଳ ତୁ ଭଲ ସୁଖର ଶାନ୍ତିରେ ରହ। ଏଇ ଯୋଉ ଦୁଇଟା ସ୍ତର, এই ବିଷୟରେ ଆମେ ଆଲୋଚନା କରିବା। ଭଗବାନଙ୍କର ସେବାରେ ବିଶ୍ୱସ୍ତ ସ୍ଥାପନ କରିଥିବା ଭକ୍ତ ଧାରାବାହିକ ଭାବେ ବିଧି ନିଷେଧ ଅନୁସରଣ କରେ। ଭଗବାନଙ୍କ ସେବାରେ ଅବଶ୍ୟ ରାଖିବେ କୃଷ୍ଣ ବିଶ୍ୱାସ ପରା। ଏଇ ଯୋଉ ମନୋଭାବ ଏତେ ସହଜରେ ଆସିବନି। ଡଙ୍ଗାରେ ବସିକି ଯାଉଥିବେ, ଡଙ୍ଗା ବୁଡିଆ ବୁଡିଆ ହେଲାଣି, କୃଷ୍ଣ ଅବଶ୍ୟ ରକ୍ଷା କରିବେ। ସମସ୍ତଙ୍କର ଏଇ ଭାବନା ଆସିବନି ଅନ୍ ସ୍ପଟ୍। ତାପରେ କହୁଛନ୍ତି ସେ ଦିବ୍ୟ ଜୀବନ ସ୍ତର ଲାଭ କରିବାର ବିଶ୍ୱାସ ରଖିଥାଏ। ଦ୍ୱିତୀୟ ପ୍ରକାର ସଖ୍ୟ ଭକ୍ତ ହେଉଛି ପରମ ପୁରୁଷ ଭଗବାନଙ୍କର ଶୁଭାକାଂକ୍ଷୀ ହେବା। ଭଗବଦ୍ ଗୀତାରେ କୁହାଯାଇଛି ପ୍ରଚାରକକୁ ଭଗବାନ ଅତ୍ୟନ୍ତ ପ୍ରିୟ ଭୃତ୍ୟ ବୋଲି ଗ୍ରହଣ କରନ୍ତି। ଗୀତାରେ ନିଗୂଢ଼ ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରୁଥିବା ବ୍ୟକ୍ତି କୃଷ୍ଣଙ୍କର ଏପରି ପ୍ରିୟ ଯେ ମନୁଷ୍ୟ ସମାଜରେ କେହି ତା ସମାନ ହେଇପାରିବେ। ଭଗବାନ ଗୀତାରେ କହିଛନ୍ତି ଯିଏ ମୋର ବାଣୀ ପ୍ରଚାର କରେ ସେ ମୋର ବହୁତ ପ୍ରିୟ। ତେଣୁକରି ଆମ ପ୍ରଭୁପାଦଙ୍କର ଆମର ଏଇ ସୋସାଇଟିରେ ପ୍ରଭୁପାଦ ମତେ କହିଛନ୍ତି ଯିଏ ମୋର ବୁକ୍ ଡିଷ୍ଟ୍ରିବ୍ୟୁସନ କରୁଛନ୍ତି ସେ ମୋର ବହୁତ ପ୍ରିୟ। କାହିଁକିନା ଏଇ ଗ୍ରନ୍ଥ ବିତରଣ ହଉଛି ବହୁତ ଲୋକଙ୍କର ଜୀବନ ପରିବର୍ତ୍ତନ ମୁଖ୍ୟ କାରଣ। ବୃହତ୍ ମୁଦ୍ଦମ ବୋଲି ଆମର ଆଚାର୍ଯ୍ୟ ମାନେ କହୁଛନ୍ତି ଗ୍ରନ୍ଥ ବିତରଣ। ତାପରେ ବହୁତ ସୁନ୍ଦର ଏକ୍ସାମ୍ପଲ ଦେଇଛନ୍ତି। ସେ ପାରାଗ୍ରାଫ ଜଣ ପଢ। କୃଷ୍ଣ ପ୍ରଭୁଜୀ, ହରେ କୃଷ୍ଣ ପ୍ରଭୁଜୀ, ମହାଭାରତରେ ଦ୍ରୌପଦୀ କହିଛନ୍ତି, ହେ ଗୋବିନ୍ଦ, ଆପଣଙ୍କର ଭକ୍ତ କେବେ ହେଲେ ପରାଜିତ ହେବ ନାହିଁ ବୋଲି ଆପଣ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ସେ ଭକ୍ତିକୁ ବିଶ୍ୱାସ କରେ ଏବଂ ସେହି କାରଣରୁ ସମସ୍ତ ପ୍ରକାର ବିପଦ ସମୟରେ ମୁଁ କେବଳ ଆପଣଙ୍କ ପ୍ରତିଶ୍ରୁତି ସ୍ମରଣ କରେ ଏବଂ ସେହିପରି ଭାବରେ ଜୀବନ ଯାପନ କରେ। ଏହାର ତାତ୍ପର୍ଯ୍ୟ ହେଲା ଦ୍ରୌପଦୀ ଏବଂ ତାଙ୍କର ପଞ୍ଚସ୍ୱାମୀ ପାଣ୍ଡବଙ୍କୁ ଦୁର୍ଯ୍ୟୋଧନ ଏବଂ ଅନ୍ୟମାନେ ମହା ବିପଦରେ ପକାଇଛନ୍ତି। ସେ ବିପଦ ସବୁ ଏପରି ଭୟଙ୍କର ଯେ ଆଜୀବନ ବ୍ରହ୍ମଚାରୀ ଏବଂ ମହାଯୋଦ୍ଧା ଭୀଷ୍ମଦେବ ମଧ୍ୟ ସେମାନଙ୍କ କଥା ଭାବି ବେଳେ ବେଳେ ଅଶ୍ରୁପାତ କରିଛନ୍ତି। ସେ ସର୍ବଦା ବିସ୍ମିତ ହେଉଥିଲେ ଯେ ପାଣ୍ଡବଗଣ ଅତ୍ୟନ୍ତ ଧର୍ମପରାୟଣ ହୋଇଥିଲେ ମଧ୍ୟ, ଦ୍ରୌପଦୀ ଲକ୍ଷ୍ମୀ ସଦୃଶ ହୋଇ ମଧ୍ୟ ଏବଂ ଶ୍ରୀକୃଷ୍ଣ ସେମାନଙ୍କର ସଖା ହୋଇଥିଲେ ମଧ୍ୟ
ସେମାନଙ୍କୁ ଏପରି କଠିନ ବିପଦରେ ପଡ଼ିବାକୁ ହୋଇଥିଲା। ସେମାନଙ୍କ ବିପଦ ସାମାନ୍ୟ ଧରଣର ହୋଇନଥିଲେ ମଧ୍ୟ ଦ୍ରୌପଦୀ କେବେ ହତୋତ୍ସାହ ହୋଇନଥିଲେ। ସେ ଜାଣିଥିଲେ ଯେ ଶ୍ରୀକୃଷ୍ଣ ସେମାନଙ୍କର ସଖା ହୋଇଥିବାରୁ ଅବଶେଷରେ ସେମାନେ ରକ୍ଷା ପାଇଯିବେ। ହରେ କୃଷ୍ଣ ପ୍ରଭୁଜୀ। ଧନ୍ୟବାଦ। ଆପଣ କେବେ ଚିନ୍ତା କରୁଛନ୍ତି ଆମେ ଭକ୍ତ ମାନେ କହୁଛନ୍ତି ମୁଁ ଏତେ ଭକ୍ତି କଲି, ଏତେ ଦିନ ଜପ କଲି, ସବୁ କିଛି କଲି, ସେବା କଲି, ଭଗବାନ ମୋ ପୁଅଟାକୁ ମାରିଦେଲେ, ଭଗବାନ ମୋ ପୁଅଟାକୁ ଫେଲ କରେଇଦେଲେ। ବେଳେ ବେଳେ ମୁହଁରୁ ଆସୁଛି କି ମତେ ଏତେ ରୋଗ ଦେଲେ, ଏତେ କଷ୍ଟ ଦେଲେ, ଟିକେ ଭଲ କରୁନାହାନ୍ତି ଟିକେ। କେବେ ଚିନ୍ତା କରିଛନ୍ତି କେବେ ପାଣ୍ଡବଙ୍କର ପରିସ୍ଥିତି? ଜନ୍ମ ହବାଠୁ ମୃତ୍ୟୁ ତାଙ୍କ ପଛରେ ଲାଗି ରହିଛି, ଯାହା ମାଧ୍ୟମରେ ଯେମିତି ବି ହଉନା କାହିଁ। ଭୀମ ଯାଇଥିଲେ ପିକନିକ କରିବାକୁ, ସବୁ ମାନେ ପ୍ଲାନ କଲେ, ଭୀମ ତ ବହୁତ ଖାଉଛି। ଦୁର୍ଯ୍ୟୋଧନ କଣ କଲା, ଭୀମକୁ କ୍ଷୀରିରେ ବିଷ ମିଶେଇ ଦେଇଦେଲା ଖାଇବା ପାଇଁ। ଭୀମ ବହୁତ ଖାଏ, ବୃକୋଦର, ବଡ ପେଟ। ତ ସେ ବିଷର ପ୍ରଭାବରେ ତ ପାଟିରୁ ନାଳ ଫଳ ବାହାରି ପଡିଲା, ସବୁ କଲେ ଭୀମ ମରିଗଲା। ସେଇଠି ପିକନିକ ପାର୍ଟି ପୁରା ଶୋକ ଛାୟାରେ ପରିଣତ ହେଇଗଲା। ତ ଦୁର୍ଯ୍ୟୋଧନ ତ ଜାଣିକି କରିଥିଲେ, କଣ କରିବେ? ଠିକ ଅଛି, ମରିତେ ଗଲା, କଣ କରାଯିବ? ଗଙ୍ଗାକୁ ପକେଇଦିଏ। ଗଙ୍ଗାକୁ ପକେଇଦେଲେ, ଗଙ୍ଗାରେ ପକେଇଦେଲେ ଯଦି ସିଏ ତାର ଗଙ୍ଗା ଭିତରେ ବୁଡି 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 ଯାଇଛି, ପୁରା ତଳକୁ ପଳେଇଛି, ନାଗ ଲୋକକୁ ପଳେଇଛି। ନାଗ ଲୋକ, ନାଗ ସାପ ସବୁ କାମୁଡିଛନ୍ତି ତାକୁ ଆସି ଖାଇବା ପାଇଁ, କି ଗୋଟେ ପିଲା ପଳେଇ ଆସିଛି ବୋଲି। କାମୁଡି ଯେତେବେଳେ ବିଷକୁ ବିଷ କାଟେ, ଏସବୁ ମହାଭାରତ ଲେଖା ହେଇଛି, ବିଷକୁ ବିଷ କାଟେ। ନାଗ ସାପର ବିଷ ପ୍ରଭାବରେ ଇଏ ଯୋଉ ଖାଦ୍ୟର ବିଷ ଦେଲା, ସେ ପ୍ରଭାବ କଟିଲା। କଟା ପରେ ଧୀରେ ଧୀରେ ସେନ୍ସ ଆସିଲା। ସେନ୍ସ ଆସିଲା, ପୂର୍ଣ୍ଣ ମାତ୍ରାରେ ସେନ୍ସ ଆସିଲା। ସେ ଗୋଟେ ନାଗକୁ ଧରିକି ଆଉ ଗୋଟେ ନାଗ, ସେଇ ସାପକୁ ଧରି ସାପକୁ ବାଡେଇଲା, ପାଇଲା। କେହି ବାନ୍ଧି ବାନ୍ଧି ପାରିଲେ, ଲାଷ୍ଟକୁ ଆସିକି ନାଗରାଜ ବାହାରେ ପହଞ୍ଚିଲେ। ଏମିତି ଗୋଟେ ପିଲା ଆସିଛି, ମଣିଷ ଆସିଛି, ସେ ଅଚେତନ ହେଇକି ଥିଲା, ଆମେ ତାକୁ କାମୁଡି କାମୁଡି ଗଲା ପରେ ସେ ବଞ୍ଚିଲା। ସେ ବଞ୍ଚିକି ଆମକୁ ଧରିକି ଆମକୁ ବାଡଉଛି, ଆମେ କେହି ବାନ୍ଧି ପାରୁନୁ କି କିଛି କରିପାରୁନୁ। ବହୁତ ବଳବାନ। କିଏ? ବାସୁକି ସେଠି ବଡ ବଡ ନାଗ ପଠେଇଲେ, ବାସୁକି ଉପରେ ପହଞ୍ଚିଲେ। ବଡ ବଡ ଯୋଦ୍ଧା ଶକ୍ତିଶାଳୀ କହିଲେ ମାରିବନି ତାକୁ, ବାନ୍ଧିକି ନେଇକି ଆଣ, ଦେଖେ ସେ ପିଲା କି। ବାନ୍ଧିକି ନେଇକି ଆସିଲେ, ପଚାରିଲେ କିଏ ତମେ, କଣ ତମ ପରିଚୟ? ତାଙ୍କ ସଭାରେ, ବାସୁକୀଙ୍କ ସଭାରେ ପଣ୍ଡୁ ମହାରାଜଙ୍କର ମାନେ ବହୁତ ଦୂର ସମ୍ପର୍କ ନାନାଜୀ, ମାନେ ଅଜା ହିସାବରେ ହେବେ ଜଣେ ବ୍ୟକ୍ତି କିଏ ଥିଲେ, ମୋର ମନେ ପଡୁନି ସେ ହିସାବରେ। ସେ କହିଲେ ଇଏ ତ ପାଣ୍ଡୁ ପୁଅ, ଇଏ ଆମ ନାତି ହବ। ଠିକ ଅଛି, ଠିକ ଅଛି, ଯାହା ଭୁଲ ହେଇ ଛାଡ, ତାକୁ ଖାଇବାକୁ ଦିଅ, ଆହୁରି ଭଲ ଖାଏ। କଣ ଦେଲେ? ତ ସେଇଠି ସେ ବାସୁକି ନାଗ ଗୋଟେ ଗୋଟେ କୁଣ୍ଡରେ ପୁରା ରାସାୟନିକ ଜୁସ୍, ଯୋଉ ଆମର ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ରାସାୟନିକ ଜୁସ୍ ପୁରା କରିକି ଗୋଟେ ଗୋଟେ କୁଣ୍ଡ ରଖିଥିଲେ। କହିଲେ ତମେ ଯେତେ କୁଣ୍ଡରେ ପାଉଛ, ତମେ ସେତେ କୁଣ୍ଡରେ ରସ ପାନ କର। ତ ଭୀମ ସେଇଠି 9ଟା କୁଣ୍ଡ ନା 8ଟା କୁଣ୍ଡ କଣ ପାନ କରିଥିଲେ। ଭୀମ ଜନ୍ମରୁ 1000 ହାତୀର ବଳ ଥିଲା ଭୀମଙ୍କର, ଜନ୍ମରୁ। ତାପରେ ସେଇଠି ସେ 9ଟା କୁଣ୍ଡର ରସ ପାନ କରିଥିଲେ। ତ ସେଇଠି ପାନ କରିକି 9000 ହାତୀର ବଳ ସେଇଠି ପାଇଥିଲେ। ତାପରେ ତାଙ୍କ 10,000 ହାତୀର ବଳ ହେଲା ଭୀମର। ଆଉ ଭୀମଙ୍କର ଜନ୍ମ ପ୍ରସଙ୍ଗରେ ମହାଭାରତରେ ଏମିତି ବର୍ଣ୍ଣନା ଅଛି, ଯେତେବେଳେ କୁନ୍ତୀ ମହାରାଣୀ ଭୀମଙ୍କୁ ପ୍ରସବ କଲେ, ଜନ୍ମ ଦେଲେ, ସେଇ ଟାଇମରେ ଅଚାନକ ଗୋଟେ ବାଘ ଆସିଲା। ଜଙ୍ଗଲ ଭିତରେ ଥିଲେ ସେତେବେଳେ, ବନବାସ ଯାଇଥିଲେ ପାଣ୍ଡୁଙ୍କ ସହିତ। ତ ବାଘର ବା ସିଂହର ଭୟରେ, ବାଘ କି ସିଂହ ମୋର ଠିକ ମନେ ପଡୁନି, ବାଘ ବା ସିଂହର ଭୟରେ କୁନ୍ତୀ ମହାରାଣୀ ଚିତ୍କାର କଲେ, ଏବଂ କୁନ୍ତୀ ମହାରାଣୀ ହାତରୁ ସଦ୍ୟଜାତ ନବଜାତ ଶିଶୁଟି ଗଳି ପଡିଲା। ଯେ ପଡିଲା କୋଉଠି? ଗୋଟେ ପଥର ଉପରେ ପଡିଲା। ସେ ପଥର ଚୁରମାର ହେଇଗଲା, ବାଲି ଭଳିଆ। ପଥରଟା ବାଲି ଖଣ୍ଡ ହେଇକି ମାନେ ଛିଡିକି ପଡିଲା ଚାରିଆଡେ।
ସଦ୍ୟ ନବଜାତ ଶିଶୁ କୁନ୍ତୀ ମାଙ୍କ ହାତରୁ ଗଳି ପଡିଲେ। ଇଏ ହଉଛି ସେଟା ପ୍ରମାଣ। ପ୍ରଭୁ ଶତଶୃଙ୍ଗ ପର୍ବତ ଥିଲା। ଆଚ୍ଛା ସେ ସେ ଭୀମକୁ ଅଭିଶାପ ଦେଇଥିଲା ଏ ପ୍ରଥମ ଯୁଦ୍ଧରେ ଆଚ୍ଛା ହାରିବୁ, ଦ୍ୱିତୀୟ ଯୁଦ୍ଧ ଜିତିବୁ କହିକିରି। ଶତଶୃଙ୍ଗ ସେଟା, ସେ ପଥରଟା ବି ଧସକି ଗଲା। ସେ ପାହାଡଟା ତେଣୁକରି ଧସିଗଲା। ଏସବୁ ଭଗବାନଙ୍କର ଲୀଳା। ତେଣୁକରି ଏଭଳି ବିପଦ ସମୟରେ ମଧ୍ୟ ଆମେ ଏଇ ଯୋଉ ବିପତ୍ତିରେ ଆମେ ଭଗବାନଙ୍କୁ କିପରି ବିଶ୍ୱାସ କରିବା ବା ଭଗବାନ ଉପରେ ଅବଶ୍ୟ ରାଖିବେ କୃଷ୍ଣ ବିଶ୍ୱାସ ପାଳନ, ଏଇ ଯୋଉ ଭାବ, ଏଇ ଯୋଉ ସେବା ସମସ୍ତ ହୃଦୟରେ ପ୍ରକଟ ରହେ କି ସବୁବେଳେ ଭକ୍ତ ହେଇକି ମଧ୍ୟ ଆମେ ବେଳେ ବେଳେ ଭଗବାନଙ୍କୁ ହେ ପ୍ରଭୁ କଣ କଲେ, କେତେ ଦୁଃଖ ଦେଲେ, କେତେ କଷ୍ଟ ଦେଲେ, ଏତେ ଦିନ ପ୍ରାର୍ଥନା କଲି କିଛି କରିନଥିଲି, ଅନ୍ୟାୟ କିଛି କରିନଥିଲି, ଏମିତି ମୋର ହେଲା, ଏମିତି ମୋର ହେଲା, ମାନେ ବେଳେ ବେଳେ ହତୋତ୍ସାହିତ ହୋଇଯାନ୍ତି। କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ବା ଏଇ ସକ୍ଷ ସ୍ତରରେ ପହଞ୍ଚିଥିବା ଭକ୍ତ, ସେ କେବେ ବି ଭକ୍ତିରେ ଭଗବାନ ଯେତେ କଷ୍ଟ ଦେଲେ ମଧ୍ୟ ବା ତାଙ୍କର ପ୍ରାରବ୍ଧରେ ଯେତେ କଷ୍ଟ ଥିଲେ ମଧ୍ୟ ସେ ଖୁସି ଖୁସି ସେଇଟାକୁ ଭଗବାନଙ୍କ କୃପା ଭାବି ଗ୍ରହଣ କରନ୍ତି। କୌଣସି ମୁହୂର୍ତ୍ତରେ ସେ ହତୋତ୍ସାହିତ ହେଇନାହାନ୍ତି, ଭାଙ୍ଗି ପଡିନାହାନ୍ତି। ଏଥିପାଇଁ ଏଠି ଦ୍ରୌପଦୀଙ୍କର କଥା ଉଦାହରଣ ଦିଆଯାଇଛି। ଦେଖନ୍ତୁ ତାଙ୍କ 5 ପତି, ଗୁରୁ, ପିତାମହ ସମସ୍ତଙ୍କ ସାମ୍ନାରେ ତାଙ୍କର ଇଜ୍ଜତ ନଷ୍ଟ ମାନେ ହରଣ କରିବା ପାଇଁ ଚେଷ୍ଟା କରାଗଲା। ତଥାପି ସେ ବିଶ୍ୱାସ କଲେ କୃଷ୍ଣ ମାଧବ ନିଶ୍ଚୟ ମଧ୍ୟ ରକ୍ଷା କରିବେ। ଏଇ ଯୋଉ ଭାବ, ତେଣୁକରି ଏଇ ଯୋଉ ଭାବ ଗୁଡାକୁ ଗ୍ରହଣ କରିବା ବହୁତ କଠିନ। ତେଣୁକରି ସଖ୍ୟ ଭାବଟା ବହୁତ କଠିନ। ଏବଂ ଆଉ ଗୋଟେ କଣ ଆସୁଛି, ଏଇଟା ଗୋଟେ ଗଲା ଭଗବାନ ନିଶ୍ଚୟ ଭଗବାନ, ଆଉ ଗୋଟେ କଣ ଦ୍ୱିତୀୟ ପ୍ରକାର ହଉଛି ଭଗବାନଙ୍କର ଶୁଭାକାଂକ୍ଷୀ। ଥରେ ନା ଭଗବାନଙ୍କର ଗୋଟେ ଶରୀର ଅସୁସ୍ଥ ଲୀଳା କରିଥିଲେ, ବହୁତ ବଡ ଜ୍ୱର ଆକାର ହେଲା, ଛାଡ଼ିଲାନି ଭଗବାନ। ନାରଦ ମୁନି ଆଇଲେ, କହିଲେ ପ୍ରଭୁ କଣ ଇଏ ଲୀଳା, କଣ ପାଇଁ ଏମିତି ଲୀଳା? ତମାନେ ସବୁ ଶୁଣିଛ ବୋଧେ, ଶୁଣିଥିବ। ଭଗବାନ କହିଲେ କଣ କରିବି, ଆଉ ଇଏ ଜ୍ୱର ମେଡିସିନରେ ଭଲ ହବନି। କଣ କେମିତି ଭଲ ହବ? ନା ତମେ ଯାଅ ଦ୍ୱାରକା ଯାଅ, ବୃନ୍ଦାବନ ଯାଅ, ସବୁଆଡେ ଯାଅ, ଯୋଉମାନେ ମୋର ପ୍ରିୟ ଲୋକ ବା ମୋର ଭକ୍ତ ବା ମତେ ଯେଉଁମାନେ ମାନୁଛନ୍ତି, କାହାର ପାଦ ଧୁଆ ପାଣି ଯଦି ମୁଁ ପିଇବି ତାହେଲେ ମୋର ଏଇ ଜ୍ୱର ରୋଗଟା ଭଲ ହବ। ତ ଭଗବାନ ପ୍ରଥମେ ଆଇଲେ ତାଙ୍କର ପତ୍ନୀ ମାନଙ୍କ ପାଖକୁ, 16,108, ତାଙ୍କ ଭିତରୁ ମୁଖ୍ୟ 8 ଜଣ ମହିଷୀ କହିଲେ ଏମିତି ଏମିତି ଭଗବାନ ଖବର ଦେଇଛନ୍ତି, ଭଗବାନ ଶରୀର ପୁରା ଅସୁସ୍ଥ, ସମ୍ମାନରେ ତୁମେ ଜାଣିଛ? ହଁ ହଁ ଜାଣିଛୁ, ବ୍ୟସ୍ତ ପୁରା, କେମିତି ଭଲ ହବ? ନା ଭଲ ହବାର ଗୋଟିଏ କାରଣ ଔଷଧ ମୁଁ ନେଇକି ଆସିଛି। କଣ ନା ଯିଏ ଆପଣମାନଙ୍କ ଭିତରେ ତମ ପାଦ ପାଣି ଟିକେ ଧୋଇକି ଦବ, ପାଦ ଧୋଇକି ଭଗବାନ ପାଇବେ, ତାପରେ ତା ମୁଣ୍ଡ ଟିକେ ପକେଇବେ, ତାପରେ ଭଗବାନଙ୍କ ଜ୍ୱରଟା ଭଲ ହେଇଯିବ। ହେ ରାମ ରାମ ରାମ, ମାରିବ ନା କଣ? ସିଏ ଆମ ସ୍ୱାମୀ, ଆମେ ତାଙ୍କ ପାଦ ଧୋଇବା ପାଣି ପିଇବୁ ନା ସିଏ ଆମ ପାଦ ଧୋଇବା ପାଣି ପିଇବେ? ଏ କଣ ତମେ ନାରଦ ମୁନି କୋଉଠି କଣ କହୁଛ କିଛି ବୁଝିପାରୁନା, ଅସମ୍ଭବ। ଯେକୌଣସି କାରଣରୁ କେହି ଦେଲେ, ଖାଲି ନାରୀ ପତ୍ନୀ ମାନେ ନୁହଁ, ଅଲଗା ମାନେ, ସିଏ ଭଗବାନ ବୈକୁଣ୍ଠ ବାସୀ, ବାପରେ ବାପ, ତାଙ୍କୁ ଆମେ ତ ପାଦ ପାଣି। ଆଇଲେ ଗୋପୀ ମାନଙ୍କ ଲାଷ୍ଟକୁ ବୁଲି ବୁଲି ସବୁଆଡେ ବୃନ୍ଦାବନ, ଗୋପୀ ମାନ କହିଲେ କଣ ହେଇଛି? ଆମ କାନ ଶରୀର ଖରାପ, କଣ ଦରକାର କହ? ନାରଦ କଣ ଦରକାର କୁହ? ନାଇଁ, ଆରେ ପାଦ ପାଣି କଣ, ପୁରା ଗାଧୁଆ ପାଣି ଦେଇଦେବୁ, ସବୁ କିଛି ଦେବୁ, ଆମ କାନ ଭଲ ହବା ଦରକାର। ତ ଭଗବାନ ଏ ଲୀଳା ମାଧ୍ୟମରେ ଦେଖେଇଥିଲେ ନାରଦ ମୁନି କି ଯେ ଦ୍ୱାରକାବାସୀ ଏବଂ ବୃନ୍ଦାବନବାସୀ ମଧ୍ୟରେ ଫରକ। ତେଣୁକରି ଏଇ ଯୋଉ ଭଗବାନଙ୍କର ମଙ୍ଗଳ କାମନା କରିବା, ତମେ ଜନ୍ମାଷ୍ଟମୀ କେତେ ଦିନ ପାଳନ କଲଣି ମନ୍ଦିରରେ, କୋଉ ଦିନ କୃଷ୍ଣକୁ ଆଶୀର୍ବାଦ ଦେଇଛ? କିଏ ହାତ ଟେକିଲା ଦେଖିବା? କିଏ ଜଣେ ଭକ୍ତ କୃଷ୍ଣକୁ ଆଶୀର୍ବାଦ, ଆଜି ତୋର ଜନ୍ମଦିନ, ତୋର ମଙ୍ଗଳ ହଉ, କିଏ ହାତ ଟେକିଛ କୃଷ୍ଣଗିରିରେ ଦେଖିବା? ହାତ ଟେକିଲା, ହଉ ମୁଁ ଭଗବାନଙ୍କୁ ଆଶୀର୍ବାଦ ଦେଇଥିଲି। ଚିନ୍ତା କଲ ତ, ଏଇ ସଖ୍ୟ ଭକ୍ତ ବହୁତ କଠିନ। 2 ପ୍ରକାର ସଖ୍ୟ ଭକ୍ତ ବହୁତ କଠିନ, ସମସ୍ତେ ସ୍ତରରେ ପହଞ୍ଚି ପାରିବେନି।
ଖାଲି ଆମେ ବେଳେ ବେଳେ ମନେ ମନେ ଭାବିଦେଲେ ହବ ଆମେ ମୋ ମନରେ ସଖ୍ୟ ଭାବ ଅଛି, ମୁଁ ମାଧୁର୍ଯ୍ୟ ଭକ୍ତର ଭକ୍ତ, ମାଧୁର୍ଯ୍ୟ ସ୍ତରର ଭକ୍ତ। ସଖ୍ୟ ପରେ ବାତ୍ସଲ୍ୟ ଅଛି, ବାତ୍ସଲ୍ୟ ପରେ ମାଧୁର୍ଯ୍ୟ। ରାଧାରାଣୀ କହିଛନ୍ତି ଲାଷ୍ଟକୁ ଗୌରଗୋବିନ୍ଦ ମହାରାଜ ଲେକ୍ଚର ମୁଁ ଶୁଣିଛି, ଏଇ ଯୋଉ ଚୈତନ୍ୟ ମହାପ୍ରଭୁ ଶିକ୍ଷାଷ୍ଟକମ, ଏଇଟା ହଉଛି ରାଧାରାଣୀଙ୍କର 8ଟା ଶ୍ଲୋକ। ରାଧାରାଣୀ କହିଛନ୍ତି ଆଶ୍ଚର୍ଯ୍ୟ ପାଦ ପିନଷ୍ଟୁମା ଅଦର୍ଶନା ମହତା ମମତୁ ମର୍ମାତଙ୍କ ବା କରୁଥିବା ବିଧାତ ଲମ୍ପଟ ମତ ପାନ ସବେନା କର। ତମେ ମତେ ମାରିଦିଅ, ପାଦର ଦଳି ଫୋପାଡ଼ି ଦିଅ, ତମେ ହିଁ ମୋର ପ୍ରାଣ ମାଥ। ଏବେକା ଯୁଗରେ କିଏ ଯଦି ସ୍ୱାମୀ ଯଦି ପଦେ କହିଲା ରୋଷେଇ କାହିଁ ନାହିଁ, ତମେ କଣ ଚାକିରି କରିଛ, ମୁଁ ବି ଚାକିରି କରିଛି, ମୁଁ ମାସକୁ 2 ଲକ୍ଷ ଟଙ୍କା ଦରମା ପାଉଛି, ଯା ଜୟ ରାଧେ ଦିବସ। ଇଏ ହେବେ ମାଧୁର୍ଯ୍ୟ ଭକ୍ତର ଭକ୍ତ। ଆଉ ତା ଭିତରେ ପୁଣି ଆମର ଆସୁଛନ୍ତି କଳି ଯୁଗରେ ସବୁ, ଆମେ ଯୋଉ ଗତ କ୍ଲାସରେ ଆଲୋଚନା କରିଥିଲେ, କିଛି କିଛି ସମ୍ପ୍ରଦାୟ ଲୋକ କିଏ କହୁଛି ମୁଁ ସଖୀ, କିଏ କହୁଛି ମୁଁ ଯୋଉ ଭକ୍ତି ବିନୋଦ ଠାକୁର ଲେଖିଛନ୍ତି 13 ପ୍ରକାର ଅପସମ୍ପ୍ରଦାୟ। ଚୈତନ୍ୟ ମହାପ୍ରଭୁଙ୍କ ପରେ ପରେ ଏ କଳି ଯୁଗରେ 13 ପ୍ରକାର ଅପସମ୍ପ୍ରଦାୟ ମୁଣ୍ଡ ଟେକିଥିଲେ। ଭକ୍ତିକୁ ମାନେ ଭକ୍ତି ଭଳିଆ ଲାଗୁଥିବ କିନ୍ତୁ ଭକ୍ତି ନୁହଁ। ଆଉଲୁ ବାଉଲୁ କର୍ତ୍ତା ଭାଜା ନେଡା ନେଡା ଦରାବେଶା ସନ୍ନି ସହଜିଆ ସଖୀ ବେକି ସ୍ମାର୍ତ କଣ ଜଡ ଗୋସାଇଁ ନା ଦତ୍ତ ଗୋସାଇଁ, କଣ ଜଟା ଗୋସାଇଁ, ଅତିବାଦୀ ଅତିବଡି, ଆଉ ଗୋଟେ ଆଉ ଦିଟା କଣ ଚୂଡାଧାରୀ ଗୌରାଙ୍ଗ ନାଗରୀ। ଏ 13 ପ୍ରକାର ଅପସମ୍ପ୍ରଦାୟ। କିଏ କହିଲାନି ମୁଁ ସଖୀ, ଆମେ ସଖୀ। ମୁଁ ଥରେ ଭକ୍ତ ଗୋଟେ ଭକ୍ତ ସହ କଥା ହଉଥିଲି ବୃନ୍ଦାବନ, କହିଲା ଆମେ ବା ସଖୀ ଶ୍ରେଣୀର ଭକ୍ତ ଆମେ। ମୁଁ କହିଲି ତମେ କୋଉ ସଖୀ ଥିଲ? ଭଲ ଭଲ। ମୁଁ କହିଲି ତମେ କୋଉ ସଖୀ ଥିଲ? ତମେ ନା ଆମେ କୋଉ ସଖୀ ଥିଲୁ କଣ ମନେ ଅଛି କି? ମୁଁ କହିଲି ଧନ୍ୟ ତମ ଜୀବନ। ସେଇପାଇଁ ଆମେ ଏକାଦଶୀ କରୁନୁ, ଆମେ ସଖୀ ଶ୍ରେଣୀର ଭକ୍ତ। ଏସବୁ ପୂର୍ବ ଜନ୍ମର ପ୍ରାରବ୍ଧ ଖରାପ। ମାନେ ଭକ୍ତି ମାର୍ଗକୁ ଆସିକି ବି ଭଗବାନଙ୍କ ପାଖରୁ ପହଞ୍ଚିକି ଦୂରେଇ ଯାଉଛନ୍ତି, ଭଗବାନଙ୍କୁ ପାଇପାରୁନାହାନ୍ତି କି ବୁଝିପାରୁନାହାନ୍ତି। ହରେ କୃଷ୍ଣ, ଏଇ ସବୁ ଭାବରେ ଯୋଉମାନେ ରହୁଛନ୍ତି ତା ଭିତରୁ କେତେକ ପାଗଳ ବି ହେଇଯାଉଛନ୍ତି, ହେ କୃଷ୍ଣ। ମାନେ ମେଣ୍ଟାଲି ସେମାନେ ସିକ୍ ହେଇଯାଉଛନ୍ତି, ପାଗଳ ହେଇଯାଉଛନ୍ତି। ତେଣୁକରି ଆମକୁ ବହୁତ ସାବଧାନର ସହିତ ଭଗବାନଙ୍କର ଉପଦେଶ, ଆଚାର୍ଯ୍ୟ ମାନଙ୍କର ଉପଦେଶ, ଏଇସବୁ ବିଷୟରେ ଡିଟେଲ୍ସ ଜାଣିବା ଦରକାର, ପଢିବା ଦରକାର। ନହେଲେ ଆମର ଅସୁବିଧା କଣ ହଉଛି, ଯୋଉ ଅଲଗା ଲୋକଙ୍କୁ ମାନେ ଅଲଗା ଲୋକଙ୍କ କଥାରେ ଆମେ ପ୍ରରୋଚନାରେ ଆମେ ଅନୁପ୍ରାଣିତ ହେଇଛନ୍ତି, ଅସୁବିଧା କଣ ହଉଛି? ତାର କାରଣ ହଉଛି ଆମର ଫଣ୍ଡାମେଣ୍ଟାଲ କ୍ଲିୟର ହେଇନି। ସେ ବହୁତ ଗୋଟେ ଜ୍ଞାନୀ ହେଇପାରେ, ବହୁତ ଶୋକ ମନେ ରଖିପାରନ୍ତି, ବହୁତ ଶାସ୍ତ୍ର ମନେ ରଖିପାରନ୍ତି, କିନ୍ତୁ ଫଣ୍ଡାମେଣ୍ଟାଲ କ୍ଲିୟର ନଥିଲେ ହବନି। ଏଇଟା ବିଶେଷ ସ୍ତରରେ ଗୁରୁ ଆଚାର୍ଯ୍ୟ କୃପାରୁ ମିଳିଥାଏ। ଏଇଟା ତେଣୁକରି ଏଇଭଳି ଭାବରେ ସଖ୍ୟ ଭକ୍ତ 2 ପ୍ରକାର ଏବଂ ବହୁତ କଠିନ ଉଭୟ ସ୍ଥିତିରେ ପହଞ୍ଚିବେ। ଆପଣ ଚିନ୍ତା କଲେ ପାଣ୍ଡବଙ୍କ ଭଳି କଷ୍ଟ। ମୁଁ ବି ବୋଧେ କେତେଥର କହିଛି ଆମର ଘରେ, ଥରେ ମୋ ବୋଉ କେତେ ଭଗବାନ ଟିକେ ଦୟା କର, ତୁ କେତେ ବଡ ଭକ୍ତ। କୁନ୍ତୀ ମହାରାଣୀ ଭଗବାନଙ୍କର ବୁଆ ମାନେ ପିଇସି, ସେଇଠି କୁନ୍ତୀ ମହାରାଣୀ ଜବାବ ଦେଇଗଲେ ମୁଁ ଯାଉଛି ବୁଆ, 5ଟା ପୁଅ ତୋର ଅମର ରହିବେ, ନେଉଛି 5ଟା ଫେରେଇ 5ଟା। ସେ ଅର୍ଜୁନ ଯାଉ କି କର୍ଣ୍ଣ ଯାଉ, କୁନ୍ତୀଙ୍କର 6 ଜଣ ପୁଅ, ସେ ଜବାବ ଦେଇଥିଲେ ମୁଁ 5 ପୁଅ ତମକୁ ଫେରେଇକି ଦେବି, ନଉଛି 5 ଫେରେଇ 5। କିନ୍ତୁ ସେଇଠି ନିଜ ଭଣଜାକୁ ରଖିଲେନି।
ये हूँ भगवान इच्छा ये समयटा हूँ भगवान इच्छा आई भगवान इच्छाटा भगवान ठार बलवान एटा मुझे सब कहे एटा मोर पर्सनाल अनुभूति जमी आपण इच्छाटा आपण स्व शरीर उपस्थित ठार आप इच्छाटा बलवान ଆପଣ ଏବେ ଆସିଥିବେ ମୋ ରୁମକୁ ମୁଁ କହିବି ମା ଟିକେ ପାଣି ଗ୍ଲାସ ପାଣି ଏବେ ବା ଖାଇକି ଆଇଲେ ଆଉ ପାଣି କିଛି ପବନ ବି ଯିବନି ପେଟକୁ ଜାଗା ନାହିଁ ତାମାନେ ଆପଣଙ୍କର ଇଚ୍ଛା ନାହିଁ ତ ଆପଣ ସ୍ୱୟଂ ଉପସ୍ଥିତ ଅଛନ୍ତି ଆପଣଙ୍କର ଇଚ୍ଛା ନାହିଁ ବୋଲି ଆପଣ ପାଣି ଗ୍ରହଣ କରୁନାହାନ୍ତି ତ ଆପଣଙ୍କ ଠାରୁ ଆପଣଙ୍କ ଇଚ୍ଛାଟା ହଉଛି ବଳବାନ ଠିକ ଅଛି ଭଗବାନ ନିଜେ ଶାନ୍ତି ଦୂତ ହେଇକି ଯାଇଛନ୍ତି କିନ୍ତୁ ଦୁର୍ଯ୍ୟୋଧନ କହୁଛି ମୁଁ ଯୁଦ୍ଧ ଶାନ୍ତି ମାନେ କମ୍ପ୍ରମାଇଜ କରିପାରିବିନି ଭଗବାନ ଯୋଉଠି ଉପସ୍ଥିତ ରହିଲେ ନିଜେ ସେ କର୍ମ ପାଇଁ ମାନେ ସେବକ ହେଇକି ଦୂତ ହେଇଗଲେ ସେ କାର୍ଯ୍ୟ ଅସମ୍ଭବ ରହିବ ଭଗବାନଙ୍କର ଇଚ୍ଛା ନଥିଲା ସରେଣ୍ଡର ମାନେ ଦୁର୍ଯ୍ୟୋଧନ ସରେଣ୍ଡର କରୁ ଆଉ କମ୍ପ୍ରମାଇଜ କରୁ ତେଣୁକରି ଏଇ ଯୋଉ ସଖ୍ୟ ଭକ୍ତି ବହୁତ ଇମ୍ପୋର୍ଟାଣ୍ଟ ଏ ସ୍ତରରେ ପହଞ୍ଚିବାକୁ ହେଲେ ଆମକୁ ସେଇଭଳି ଭଗବାନଙ୍କ ପ୍ରତି ଶାସ୍ତ୍ର ପ୍ରତି ଦୃଢ ଆନୁଗତ୍ୟ ଭାବରେ ସେବା କରିବା ପାଇଁ ପଡିବ ସତତ ଏବଂ ତାପରେ କହୁଛନ୍ତି ମଝିରେ ଗୋଟେ ପାରାଗ୍ରାଫରେ ଏଇ ଯୋଉ ଦ୍ରୌପଦୀ ତାପର ପାରାଗ୍ରାଫରେ ଶ୍ରୀମଦ୍ ଭାଗବତରେ ହବି ମହାରାଜ ନିମି ସରି ହବି ଋଷଭଦେବଙ୍କ ପୁତ୍ର ହବି ଯୋଉ ନବଯୋଗେନ୍ଦ୍ର ଜଣେ ନିମି ମହାରାଜ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ପରମ ପୁରୁଷଙ୍କ ପାଦ ପଦ୍ମ ସେବାରୁ ମୁହୂର୍ତ୍ତ ମାତ୍ର ବିଚଳିତ ହୁଏ ନାହିଁ ଇନ୍ଦ୍ରଙ୍କ ଭଳି ମହାନ ଦେବତା ମଧ୍ୟ ଯେଉଁ ପାଦ ପଦ୍ମର ସେବା କରିବାକୁ ଇଚ୍ଛା କରନ୍ତି ଏବଂ ଦୃଢ ବିଶ୍ୱାସ ରଖେ ଯେ ଏହାଠାରୁ ବଳି ଅଧିକ କିଛି ପୂଜା କରିବାର କିମ୍ବା ଆକାଂକ୍ଷା କରିବାର ନାହିଁ ତାଙ୍କୁ ପ୍ରଥମ ଶ୍ରେଣୀର ଭକ୍ତ ବୋଲି କୁହାଯିବ ପ୍ରଥମ ଶ୍ରେଣୀ ମାନେ ଭଗବାନ ପାଖରେ ଦୃଢ ବିଶ୍ୱାସ ରଖିବା ବହୁତ ଉଚ୍ଚ ସ୍ତରର କଥା ତାପରେ କହୁଛନ୍ତି ଶ୍ରୀ ରୂପ ଗୋସ୍ୱାମୀ କହିଛନ୍ତି ଯେଉଁ କନିଷ୍ଠ ଭକ୍ତଙ୍କର ସାମାନ୍ୟ ଟିକେ ଭଗବତ ପ୍ରେମ ଜାଗ୍ରତ ହେଇଛି ସେ ଭକ୍ତି ମାର୍ଗରେ ଗତି କରିବା ପାଇଁ ନିଶ୍ଚିନ୍ତ ଭାବେ ଉପଯୁକ୍ତ ପ୍ରାର୍ଥୀ ଅଟେ ସାମାନ୍ୟ ଟିକେ ଲେଖୁଛନ୍ତି ସାମାନ୍ୟ ଟିକେ ଭଗବତ ପ୍ରେମ ସେ ଦୃଢ ଭାବରେ ଭକ୍ତି ପୂର୍ଣ୍ଣ ସେବାରେ ଏକନିଷ୍ଠ ହୋଇଯିବେ ସେତେବେଳେ ସେହି ଅବସ୍ଥା ତାଙ୍କର ଭକ୍ତିର ଗୋପନୀୟ ଅଂଶ ହୋଇଯିବ ଏବଂ ତାପରେ କହୁଛନ୍ତି ଏଇ ଯୋଉ ସଖ୍ୟ ଭକ୍ତିର ଆତ୍ମନିବେଦନ ଗୋଟେ ସ୍ତର ଆସୁଛି ସେଟା ଆତ୍ମନିବେଦନ ଆଉ ଗୋଟେ ପଏଣ୍ଟ ଅଛି ବୋଧେ ଭକ୍ତିର ଯୋଉ 6 ଅଧ୍ୟାୟରେ ଯୋଉ 64ଟା ଅଙ୍ଗ କରିଥିଲେ ପଢିଥିଲେ ବୋଧେ ଆତ୍ମନିବେଦନ ଗୋଟେ ପଏଣ୍ଟ ଥିବ ବୋଧେ 49 କି 50 ଷଷ୍ଠ ଅଧ୍ୟାୟ ବାହାର କରି ଦେଖିଲ ଆତ୍ମନିବେଦନ ଲେଖା ହେଇଛି ଠିକ ଅଛି ଯାଇ ହଉ ପରେ ଦେଖିଦବ 10-20 30 30 ଏ ଯୋଉ 84ଟା ଅନ୍ୟ ଅଙ୍ଗରେ ଦେଖ 30 ନମ୍ବର ଲେଖା ହେଇଛି ଭଗବାନଙ୍କୁ ସର୍ବସ୍ୱ ଅର୍ପଣ କରିବା 29 ନମ୍ବର ଲେଖା ଥିଲା ଭଗବାନଙ୍କୁ ନିଜର ସଖା ରୂପେ ଚିନ୍ତା କରିବା 30 ନମ୍ବରଟା ହଉଛି ଭଗବାନଙ୍କୁ ସର୍ବସ୍ୱ ଅର୍ପଣ ଏଟା 50 ହଁ 49 ନମ୍ବର ଲେଖା ହେଇଛି 50 ହବା କଥା ଠିକ ଅଛି ବହିରେ ନମ୍ବରିଂ କଲା ବେଳେ ଭୁଲ କରିଛି ତ ଏଇଠି କହୁଛନ୍ତି ଯେ ଭଗବାନ କହିଛନ୍ତି ମୋ ନିକଟରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରି ଅନ୍ୟ ସମସ୍ତ କାର୍ଯ୍ୟ ପରିତ୍ୟାଗ କରୁଥିବା ବ୍ୟକ୍ତିକୁ ଏ ଜନ୍ମରେ ପରଜନ୍ମରେ ମୁଁ ନିଜେ ସୁରକ୍ଷା ପ୍ରଦାନ କରେ ଦେଖନ୍ତୁ ଅନ୍ୟ କଥାରେ କହିଲେ ଆଧ୍ୟାତ୍ମିକ ଜୀବନରେ ଅଧିକରୁ ଅଧିକ ଅଗ୍ରଗତି କରିବାରେ ମୁଁ ତାକୁ ସାହାଯ୍ୟ କରିବାକୁ ଇଚ୍ଛା କରେ ଏପରି ବ୍ୟକ୍ତି ଶାସ୍ତି ମୁକ୍ତି ଲାଭ କରି ସାରିଛନ୍ତି ବୋଲି ବୁଝିବାକୁ ହେବ ପରମ ପୁରୁଷଙ୍କ ସହ ସମାନ ଐଶ୍ୱର୍ଯ୍ୟ ଶାସ୍ତି ଭଗବତ ଗୀତାରେ ମଧ୍ୟ ଏହା ସ୍ୱୀକୃତ ହୋଇଛି ଯେ ଜଣେ ବ୍ୟକ୍ତି କୃଷ୍ଣଙ୍କ ପାଦପଦ୍ମରେ ଆତ୍ମସମର୍ପଣ କରିବା ମାତ୍ରେ କୃଷ୍ଣ ତାହାର ଦାୟିତ୍ୱ ଗ୍ରହଣ କରନ୍ତି ଏବଂ ସମସ୍ତ ପାପକର୍ମ ଫଳଭୋଗରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ସେ ଅନ୍ତରରେ ରହି ଉପଦେଶ ଦିଅନ୍ତି ଯେପରି ଉକ୍ତ ଭକ୍ତ ଆଧ୍ୟାତ୍ମିକ ପୂର୍ଣ୍ଣତା ଦିଗରେ ଦ୍ରୁତ ଅଗ୍ରଗତି କରିପାରିବ
এই ଆତ୍ମସମର୍ପଣକୁ ଆତ୍ମନିବେଦନ ମଧ୍ୟ କୁହାଯାଏ। ଚିନ୍ତା କରନ୍ତୁ, ଏ ଯୋଉ ଭଗବାନଙ୍କ ଚରଣରେ ସବୁ କିଛି ସମର୍ପଣ କରେ, ଏଇ ଆତ୍ମନିବେଦନର ଇଏ କିଏ, ଆଚାର୍ଯ୍ୟ କିଏ, କୋଉ ଭକ୍ତ ଆତ୍ମନିବେଦନ କରିକି ଭଗବାନ ପ୍ରାପ୍ତ ହେଇଥିଲେ? ବଳି ମହାରାଜ। ବଳି ମହାରାଜ। ଚିନ୍ତା କରନ୍ତୁ, ଭଗବାନ ନିଜେ ଛଳ କରିକି କପଟ କରିକି ବଳି ମହାରାଜ ପାଖକୁ ଭିକ୍ଷା ମାଗେ, ମାନେ ବଳି ମହାରାଜଙ୍କର ଭକ୍ତିରେ ଏତେ ତୀବ୍ର ସ୍ତରରେ ଥିଲେ, ଉଚ୍ଚ ସ୍ଥିତିରେ ଥିଲେ, ଭଗବାନ ତାଙ୍କୁ ଯୁଦ୍ଧ କରିକି ଜିତେଇ ପାରିନଥାନ୍ତେ। ତେଣୁକରି ଭଗବାନ ସେଠି ଭିକ୍ଷୁକ ସାଜିକି ଆସିଲେ। କଣ ପାଇଁ ନା ବଳି ମହାରାଜ ପାଖରେ କଣ ଥିଲା? ବଳ, ଗୁରୁନିଷ୍ଠା। ଶୁକ୍ରାଚାର୍ଯ୍ୟ ଭୃଗୁବଂଶ ବ୍ରାହ୍ମଣ, ଖାଲି ଗୁରୁ ନୁହଁ, ବ୍ରାହ୍ମଣ ଏବଂ ଗୁରୁ, ବ୍ରାହ୍ମଣ ନିଷ୍ଠା ଏବଂ ଗୁରୁ ନିଷ୍ଠା। ଭଗବାନ ଗୀତାରେ କହିଛନ୍ତି ନମ ବ୍ରାହ୍ମଣ ଦେବା ଗୋ ବ୍ରାହ୍ମଣ ନଇଥାଏ। ବ୍ରାହ୍ମଣ ମାନେ ଭଗବାନଙ୍କର ପ୍ରିୟ ଏବଂ ଗୁରୁ ବି ପ୍ରିୟ। ତ ସେ ଯୋଉ ବ୍ରାହ୍ମଣ ଏବଂ ଗୁରୁଙ୍କୁ ଯୋଉ ସେବା କଲେ ଏବଂ ତାଙ୍କୁ ସନ୍ତୁଷ୍ଟ କଲେ, এই ବ୍ରାହ୍ମଣ ଆଉ ଗୁରୁଙ୍କର ଉପଦେଶ ଆଶୀର୍ବାଦ ଫଳରେ ଭଗବାନ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇପାରିଲେ ନାହିଁ। ନହେଲେ ଭଗବାନଙ୍କ ପାଖରେ କିଏ ଯୁଦ୍ଧ କରିକି ଜିତି ପାରିବ? ତେଣୁକରି ଭଗବାନ ସେ ଦେଖିଲେ ଯେମିତି ହେଲେ ତ ବଳିକି ଅଟକେଇବା ପାଇଁ ପଡିବ, ତ ତାର ଆଉ କିଛି ରାସ୍ତା ନାହିଁ, ବାଧ୍ୟ ହେଇକି ଭିକ୍ଷୁକ ସାଜିକି ଆସିଲେ ବଟୁକୁ ଆମ ନାହିଁ। ଏବଂ ଏଇ ଯୋଉ ପାରାଗ୍ରାଫରେ ଲେଖା ହଉଛି ଯେ ଏଇ ଜନ୍ମରେ ଏବଂ ପର ଜନ୍ମରେ ମୋ ନିକଟରେ ସମ୍ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରି ଅନ୍ୟ ସମସ୍ତ କାର୍ଯ୍ୟ ପରିତ୍ୟାଗ କରିଥିବା ବ୍ୟକ୍ତିକୁ ଏଇ ଜନ୍ମରେ ଓ ପର ଜନ୍ମରେ ମୁଁ ନିଜେ ସୁରକ୍ଷା ପ୍ରଦାନ କରେ। ଭଗବାନ ବଳି ମହାରାଜଙ୍କୁ ଏଇ ଜନ୍ମରେ ତ କେତେ ବଡ ଭକ୍ତ କଲେ, ସୁରକ୍ଷା କଲେ, ଏବଂ ଏବେ ବି ସୁତ ଲୋକରେ ଉପେନ୍ଦ୍ର ରୂପରେ ଭଗବାନଙ୍କର ସିକ୍ୟୁରିଟି ଗାର୍ଡ ନା ବଳି ମହାରାଜଙ୍କର ସିକ୍ୟୁରିଟି ଗାର୍ଡ ହେଇକି ଅଛନ୍ତି, ଦ୍ୱାରପାଳ ହେଇକି ଅଛି। ତେଣୁକରି ଆମେ ଯୋଉ ବେଳେ ବେଳେ କହୁଛେ ସବୁ କିଛି ଭଗବାନ ପାଇଁ କଲେ, ଆମେ କେତେ କରିଛନ୍ତି ଭଗବାନ ପାଇଁ? ଆମେ ସେଟା କେବେ ମାନେ କମ୍ପେୟାର କରିଛନ୍ତି? ମନେ ମନେ ଭାବିଛନ୍ତି? ବଳି ମହାରାଜ ସବୁ କିଛି ଦେଇ ସାରିଲା ପରେ ଯେତେବେଳେ ଲାଷ୍ଟ କିଛି ନାହିଁ, ଭଗବାନ ତୃତୀୟ ପାଦ ପ୍ରଥମ ପାଦରେ ସମ୍ପୂର୍ଣ୍ଣ ପ୍ରସାଦ ନେଇଗଲେ, ପୃଥିବୀ ପଟେ, ଦ୍ୱିତୀୟ ପାଦରେ ଆକାଶ ସବୁ ନେଇଗଲେ, ଉପରେ ଯେତିକି ଉପଲୋକ ଯେତିକି ଥିଲା, ତୃତୀୟ ପାଦ ରଖିବି କୋଉଠି? ସେଠି ବଳି ମହାରାଜ ସେଇଠି କହିଛନ୍ତି, ଶୁକାଚାର୍ଯ୍ୟ ମାନେ ସେଇଠି ତାଙ୍କର ମାନେ ସ୍ମୃତିରେ କହିଛନ୍ତି ଯେ ଦାନୀଠୁ ଦାନ ହେଇଥିବା ବସ୍ତୁ ଠାରୁ ଦାନୀ ହଉଛି ଧନୀ, ବଳବାନ, ମାନେ ତାଠୁ ଆହୁରି ଧନୀ। କଣ ମାନେ ମୋ ପାଖରେ 100 ଟଙ୍କା ଅଛି ବୋଲି ସିନା ମୁଁ 100 ଟଙ୍କା ଦେଲି, ଯେ 100 ଟଙ୍କାଟାରୁ ମୁଁ ଆହୁରି ଧନୀ, ମାନେ ତାଠୁ ଆହୁରି ଅଧିକ ଧନ ଅଛି। ମୁଁ ଯଦି ତଳ ଲୋକ ଉପର ଲୋକ ଦେଇପାରିଲି, ତାଠୁ ବଡ ଧନୀ ମୁଁ ମୋର ମସ୍ତକ ଦେଖାଉଛି। ତେଣୁକରି ଭକ୍ତିବିନୋଦ ଠାକୁର ମଧ୍ୟ ଭଜନରେ ଲେଖିଛନ୍ତି, ବହୁତ ସୁନ୍ଦର ଭଜନଟେ, ଯୋଉ ଆତ୍ମନିବେଦନ ତୋୟା ପଦେ କରି ହଇଲୁ ପରମ ସୁଖୀ। ଦୁଃଖ ଦୂର ଗଲେ ଚିନ୍ତା ନା ରହିଲେ ଚଉଦିକେ ଆନନ୍ଦ ଦେଖି। ଭଗବାନଙ୍କ ଚରଣରେ ଯଦି ଜଣେ ଆତ୍ମନିବେଦନ କରେ, ସବୁ କିଛି ସମର୍ପଣ କରେ, ସେ ନିଶ୍ଚୟ ପରମ ସୁଖୀ ହବ। ଅଭୟ ଅଶୋକ ଅଭୟ ଅମୃତ ଆଧାର ତୁମାର ଚରଣ ଦେୟ, ତାହାତେ ଏଖନ ବିଶ୍ରାମ ଲଭିଆ ଛାଡ଼ିନୁ ଭବେର ଭୟ। ଭଗବାନ ଚରଣରେ ଯିଏ ଆତ୍ମନିବେଦନ କରନ୍ତି, ତାଙ୍କର ଭୟ କିଛି ରହେନି। ମୃତ୍ୟୁ ବା ସୁଖ ଦୁଃଖ ଏସବୁର ଭୟ କିଛି ରହେ। ପ୍ରତି ମୁହୂର୍ତ୍ତରେ ଭଗବାନଙ୍କର କୃପା ସେ ଅନୁଭବ କରନ୍ତି। ଭଗବାନଙ୍କ କୃପାଟା ମନରେ ଅନୁଭବ କରାଯାଏ, ଆଖିରେ ଚକ୍ଷୁରେ ଦେଖାଯାଏ। ଏବଂ ଏଇ ଭଜନରେ କହୁଛନ୍ତି, এই যে ଆମର ଗୃହସ୍ଥ ଭକ୍ତଙ୍କ ପାଇଁ ବହୁତ ସୁନ୍ଦର ଲେଖା ହେଇଛି, তোমার ସଂସାରେ କରିବ ସେବନ ନହେବ ଫଳର ଭାଗ। ଏ ସଂସାରଟା କୃଷ୍ଣର ସଂସାର। ଏଇ ଯଦି ଭାବ ଆସିବ, କେବେ ବି ସଂସାର ଆମର ବନ୍ଧନ ହବନି। ଯେତେ କର୍ତ୍ତବ୍ୟ ସମ୍ପାଦନ କରନ୍ତୁ ସ୍ତ୍ରୀ ପୁତ୍ର ସ୍ୱାମୀ ଆଦି ପ୍ରତି,
ସେମାନଙ୍କୁ ଭଗବାନଙ୍କର ଦାସ ଦାସୀ ଭାବିକି ସେବା କରିବେ, ଭଗବାନଙ୍କର ଭକ୍ତ ଭାବିବେ। ମୋ ସ୍ୱାମୀ କି ମୋ ପୁଅ କି ମୋ ଝିଅ ଏଇ ଭାବଟା ଛାଡ଼ିଦେବେ। ତାହେଲେ ସଂସାର ସେବାଟା ଆପଣଙ୍କର କେବେ ବି ଭକ୍ତିର ବାଧକ ହବନି। କାରଣ ବୈଷ୍ଣବ ସେବା କଲେ ତ ଭକ୍ତିର ମଙ୍ଗଳ ହବ, ଉନ୍ନତି ହବ। ଯଦି ପୁଅ ଝିଅ ବା ସ୍ୱାମୀ ବା ସ୍ତ୍ରୀ ଏମାନେ ସବୁ ଭକ୍ତ, ଆମେ ଯଦି ଭକ୍ତ ଭାବରେ ତାଙ୍କ ସେବା କରିବା ଆମର ଆସକ୍ତି କାହିଁ ରହିବ? ଏବଂ ଆସକ୍ତି ହେଲେ ବି ସେ ଆସକ୍ତିରେ ଆମର ଦୁଃଖର କାରଣ ନୁହଁ। କିନ୍ତୁ ମୋ ପୁଅ ମୋ ଝିଅ ମୋ ସ୍ୱାମୀ ଏଇ ଆସକ୍ତି ରହିଲେ ଏଇଟା ଦୁଃଖର କାରଣ। ତାପରେ କହୁଛନ୍ତି, ଆଉ ତାପରେ ଗୋଟେ ପାରାଗ୍ରାଫ ନା ଗୋଟେ ଲାଇନରେ କହୁଛନ୍ତି, তোমার সেবায় দুঃখ হয় তো সে তো পরম সুখ, সেবা সুখ দুঃখ পরম সম্পদ, নাশ অবিଦ୍যা দুঃখ। প্রভু মন্দিরକୁ ଆସିଲେ ଜନ୍ମାଷ୍ଟମୀ, ସବୁ ଖାଇ ପିଇଲେ, ଲାଷ୍ଟକୁ ପଳେଇଲେ, ବାସନ୍ତୀ ପଡିଛି, କିଏ ଧୋଇବ? ପ୍ରଭୁ ଆଜି ଉପାସରେ ଆଉ ହୋଇପାରିବେ? ପ୍ରଭୁ ତ ମନରେ କେମିତି ପ୍ରଭୁ କହିଲେ ବାସନଟା ଧୋଇ ଦେଇଛି, ଆଉ ନ କହିପାରିଲେ ମନେ ମନେ ଭାବୁଛନ୍ତି। ତ ଏଇଟା ଏଇ ସ୍ତରର ଭକ୍ତ ହେଲେ ଏଇଟା ଭକ୍ତି ହେଲାନି। ଦେଖ ଏଇଠି ସେବା ସୁଖ ଦୁଃଖ ପରମ ସମ୍ପଦ, ନାଶ ଅବିଦ୍ୟା ଦୁଃଖ। এই ଯୋଉ ଅବିଦ୍ୟା ରୂପୀ ଯୋଉ ଦୁଃଖ, ଆମେ ଯୋଉ ଅବିଦ୍ୟା ଶୁଣୁଥିଲେ ପ୍ରଥମ କ୍ଲାସରେ, ସେକେଣ୍ଡ କ୍ଲାସରେ, ଅବିଦ୍ୟା କାହାକୁ କୁହାଯାଏ? এই ଯୋଉ ଅବିଦ୍ୟା ଦୂର ହବ କେତେବେଳେ? ପୁରା ନିଷ୍ଠା ଭାବରେ ସେବା କଲେ। ତାପରେ କହୁଛନ୍ତି ପୂର୍ବ ଇତିହାସ ଭୁଲିଲୁ ସକଲ ସେବା ସୁଖ ପ୍ରେମ ମନେ। ସେବାର ଯୋଉ ଆନନ୍ଦ ମିଳିବ, ସେ ଆନନ୍ଦ ମିଳିଲେ ପୂର୍ବ ଇତିହାସ, ପୂର୍ବ ଜନ୍ମରେ, ଏଇ ଜନ୍ମରେ ବି ଭକ୍ତି ଲାଇନରେ ଆସିବା ପୂର୍ବରୁ କଣ କରେ ସେ ସବୁ ବର୍ଣ୍ଣରୁ ବିସ୍ମୟ ହେଇଯିବ। আমি তো তোমার, তুমি তো আমার, পিকাজ ଅପରଧନ। କେବେ ଥରେ କହିଛ ଭଗବାନ ପାଖରେ ଯାଇକି, ପ୍ରଭୁ ହେ କୃଷ୍ଣ ମୁଁ ତୁମର? କେତେ ଥର କେତେ ପୁଅ ଝିଅ କହିଛନ୍ତି ମୁଁ ତୁମର, ତୁମେ ମୋର, ତୁମ ବିନା ମୋର ଆଉ କିଏ ଅଛି? କିନ୍ତୁ ହୃଦୟରେ କେବେ ଭଗବାନ ପାଖରେ ଭାଜି, ପ୍ରଭୁ ତୁମ ବିନା ମୋର ଆଉ କିଏ ଅଛି, ତୁମେ ହିଁ ମୋର ସବୁ କିଛି। ତ ଭଗବାନଙ୍କୁ ଏଇ କଥା କହିକି ଥରେ ଦେଖ, ତ ଭଗବାନ ନେଇକି ତମକୁ କୋଉଠି ପହଞ୍ଚେଇବେ। ଜଡ ଜଗତରେ ଗୋଟେ ଲୋକ କୁକୁର ପାଳିଲେ କେତେ ସିଏ ବଡ, ସିଏ ନିଜେ ନ ଖାଉଛି ନାହିଁ, ଅଫିସରେ ପାଣି ପିଉନି, ଖାଉନି ଠିକ ଠାକ, କିନ୍ତୁ ଘରେ ଯଦି କେହି ନାହାନ୍ତି ସେ କଣ ରୋଷେଇ କରି ଦଉଛି, ନହେଲେ କିଣିକି ଆଣି ଦଉଛି, ଏ କୁକୁରଟା ବନ୍ଧା ହେଇଛି ମରିଯିବ ରେ। ତ ଆମେ ଯଦି କୃଷ୍ଣଙ୍କର କୁକୁର ହବା, ତାହେଲେ ଆମର କଣ ଅଭାବ ରହିବ? ଆଉ ବିଶ୍ୱାସ କରିବେନି, ମାନେ ମୁଁ ଏଇ କାର୍ତ୍ତିକ ମାସରେ 2ଟା ଏକ୍ସାମ୍ପଲ ପାଇଲିଣି ଭଗବାନଙ୍କ କୃପାରେ। ମାନେ କହିବା କଥା ନା, ମୁଁ କହୁଛି, ମାନେ କାର୍ତ୍ତିକ ମାସରେ ଯୋଉ ମୁଁ ଯାଇଥିଲି, ଆମର ମୋ ଭଉଣୀ ଭିଣେଇ ମାନେ ଯୋଉ ଆମର ଯୋଉ ଆମର ଗୁଣବତୀ ମା ଅଛନ୍ତି, ତାଙ୍କର ପୁଅ ବୋଉ ସହିତ ଯାଇଥିଲି। ତ ଡାକି ନେଇଥିଲେ ସବୁ ରାଉରକେଲାରୁ। ମୋର ଟିକେ କିଛି କାମ ଥିଲା, ସେମାନେ ମୋ ପାଇଁ ଟିକେଟ କରିଥିଲେ। ମୁଁ କହିଲି ନାହିଁ ତମ ଟିକେଟ ମୁଁ ଯିବିନି, ମୋର ଟିକେ କାମ ଅଛି, ମୁଁ ତମ ସହିତ ବୁଲାବୁଲି କାମ କରିପାରିଲିନି, ତମେ ଯାଅ ମୁଁ ପରେ ଯିବି। ପରେ ଯିବି ବୋଲି ଏବେ ଯୋଉ ଗଭର୍ଣ୍ଣମେଣ୍ଟ ଯୋଉ ସିଷ୍ଟମ କରିଛି, ତତ୍କାଳ ଟିକେଟ ମୋବାଇଲରେ ଟୋଟାଲି କାଟି ହଉନି। ସେ 2-3 ମିନିଟ ମୋବାଇଲ ଖାଲି ଘୁରୁଛି, ତାପରେ ଟିକେଟ ଶେଷ 9ଟା ବେଳେ। ଏମିତି 8 ଦିନ ଲେଟ୍ ହେଇଗଲା। ଲାଷ୍ଟକୁ ଅଚାନକ କଣ ଗୋଟେ ସେବା ପଇଲା, ମହାରାଜ ସେପଟୁ ମେସେଜ ଦେଲେ, ପ୍ରସନ୍ନ କୋଉଠି? ମୁଁ କହିଲି ମୋର ବୃନ୍ଦାବନ। ମହାରାଜ କହିଲେ ଆରେ ଏଇ ତାରିଖରେ ପହଞ୍ଚିବା ପାଇଁ ପଡିବ। ମହାରାଜ ହାଜିର ହୁଁ। ଏହା କହିଲେ ଜେନେରାଲ ଟିକେଟ କାଟିଲି, ଚାଲିଲି। ଆଉ କିଛି ନାହିଁ, ରାସ୍ତା କରିବି କଣ? ଜେନେରାଲ ଟିକେଟ କାଟିକି ହୀରାକୁଦରେ ଉଠିଲି ମଥୁରାରୁ। ଚିନ୍ତା କଲି ଟିଟି କହିବି କୋଉଠି ଗୋଟେ ସିଟ୍ ଫିଟ୍ ଯଦି ଦବ। ଷ୍ଟେସନରେ ଟିକେଟ କାଟିକି ଆସି ଷ୍ଟେସନରେ ପହଞ୍ଚିଲା ଆଉ କିଛି ଭକ୍ତ ଦେଖାହେଲେ। ସେ ଉତ୍କଳ ହୀରାକୁଦରେ ତ ଭକ୍ତମାନେ ସବୁ ଯିବା ଆସିବା କରନ୍ତି, ଆମ ଓଡିଶା ଭକ୍ତ ସବୁ ଦେଖାହେଲେ। ସମସ୍ତଙ୍କର ଏସିରେ, ଯୋଉମାନେ ଦେଖାହେଲେ ସମସ୍ତଙ୍କର ଏସିରେ।
କଣ କରିବେ ଏସି ରେ ତ ପୁଣି ପାଖରେ ସମ୍ବଳ ବି ଥିବା ଦରକାର। ଠିକ ଅଛି ଦେଖିବା ଯାହା ହବ, ଯଦି ଟିଟି ଆଇଲେ ଦବା ଆଉ। ଏମିତି ହେଇକି ଉଠିଲି। ଉଠିଲା ପରେ ଗୋଟେ ନୂଆ ପିଲାଟେ ବାଙ୍ଗାଲୋର ଚାକିରି କରୁଛି, ପୁଅ ପିଲାଟେ, ଆମ ଯୋଉ କେନ୍ଦ୍ରାପଡା ପିଲାଟେ, ସିଏ କଣ ପାଇଁ ଏମିତି ଗୋଟେ ବୃନ୍ଦାବନ ଯାଇଥିଲା, ନୂଆ ନୂଆ ଇସ୍କନ ମିଶି ଜପ ଆରମ୍ଭ କରୁଛି। ସେ ବୃନ୍ଦାବନରୁ କେମିତି କଣ ସିଏ ତତ୍କାଳ ଟିକେଟ କରିକି ଷ୍ଟେସନରୁ ଥାର୍ଡ ଏସିରେ ଆସିଛି, ତା ତଳ ସିଟ୍ ଅଛି। ମତେ କହିଲା ପ୍ରଭୁ, ମୁଁ କହିଲି ହରେ କୃଷ୍ଣ, କହିଲା ମୋ ପାଖରେ ବସ, ଏଇଠି ବସ, ଟିଟି ଆସୁ ଦେଖିବା, ଯେତେବେଳେ ଆସିବ ଦେଖିବା। ବସିଲି 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 ତଳ ସିଟ୍ ଗଲି। ଟିଟି ବୋଧେ ଭଗବାନଙ୍କର କଣ କୃପା, ସେଗାର ତ ବେଶୀ ଟିଟି ଆସନ୍ତିନି, ଯାହା କୌଣସି ଟିଟି କିଛି ପଚାପଚି କଲେନି। ଢେଙ୍କାନାଳ ପର୍ଯ୍ୟନ୍ତ ଆସିଲେନି। ଢେଙ୍କାନାଳ ପାଖରେ ଆମ ଓଡିଆ ଟିଟି ଗୋଟେ ମତେ ଆସିକି ପହଞ୍ଚିଲେ, ଦେଖିଲା, ମହାରାଜ आपका टिकट। ମୁଁ କହିଲି ମୋର ଜେନେରାଲ ଅଛି, ମୁଁ ଆସିଥିଲି ଏଇଠି ବସି। ନା ଠିକ ଅଛି, ତାର ଟିକେଟ ମୁଁ କନଫର୍ମ କରିଦଉଛି, ମାନେ ଭୁବନେଶ୍ୱର ପର୍ଯ୍ୟନ୍ତ। ମୁଁ ମୁଁ ଢେଙ୍କାନାଳ ହେଲି, ଆଉ କାହିଁ ଭୁବନେଶ୍ୱର ମତେ କରିବ କମ ଦରକାର, ମୁଁ ପଳଉଛି ଜେନେରାଲ। ମୁଁ ସେ ପ୍ରଭୁ କହିଲି, ମୁଁ ପ୍ରଭୁ ତମେ ଗୋଟେ କାମ କର, ଆଉ ଏଇଠୁ କାହିଁ ଟିକେଟ କନଫର୍ମ କରି ଆଉ 2 ଘଣ୍ଟା ରାସ୍ତା ପାଇଁ ଢେଙ୍କାନାଳ ଭୁବନେଶ୍ୱର ଅଯଥା 500-700 ଟଙ୍କା ପୁଣି ଟିଟି ନବ, ଆଉ ମୋ ପାଖରେ ତମ ପାଖରେ ମୋ ବ୍ୟାଗ ଗୁଡା ଥାଉ, ମୁଁ ଜଳଉଛି ଜେନେରାଲ ବଗିକି ଭୁବନେଶ୍ୱରରେ। ମୁଁ ଓହ୍ଲେଇଲା ପରେ ମୁଁ ତମ ପାଖକୁ ଆସି ଲଗେଇଦେବି। ମାନେ ଭଗବାନଙ୍କର ସାଧୁଙ୍କ ସେବା ପାଇଁ ଜେନେରାଲ ଟିକେଟ କରିକି ମୁଁ ଏସି ରେ ପଳେଇ ଆଇଲି ପୁରା ଜଣେଇଟା। ନା ଏକ୍ସଟ୍ରା ପେନାଲ୍ଟି ଦେଲି, ନା କିଛି କଷ୍ଟ ଅନୁଭବ ହେଲାନି। ହଁ ଟିକେ କଷ୍ଟ ଅନୁଭବ ହେଲା, ରାତିରେ 2 ଜଣ ସେୟାର କଲୁ ସିଟ୍, ମୋ ପାଇଁ ସେ ଭକ୍ତ ଟିକେ କଷ୍ଟ ପାଇଲେ। ତାପରେ ଏବେ ଏଇ ଯୋଉ 2 ଦିନ ତଳେ ଆଇଲି, 3 ଦିନ ତଳେ, ଏଇ ଯୋଉ ଆମର କ୍ଲାସ ବନ୍ଦ ଥିଲା, ମାନେ ମୋ ଟିକେଟ ଥିଲା ଟୁଣ୍ଡୁଲାରୁ ଭୁବନେଶ୍ୱର, ସିଟ୍ ଗାଡି କ୍ୟାନସଲ ହେଇଗଲା ଅଚାନକ। ତାପରେ ବାଧ୍ୟ ହେଇକି ମୁଁ ଉତ୍କଳରେ ପୁଣି ହୀରାକୁଦ କ୍ୟାନସଲ, ଭୁବନେଶ୍ୱର ଆସୁନି, ସମ୍ବଲପୁର ପଳଉଛି ଡାଇରେକ୍ଟ ବିଶାଖାପାଟଣା। ତ ଉତ୍କଳରେ ମୁଁ ଜେନେରାଲ ଟିକେଟ କଲି, କରିକି ମୁଁ ଉତ୍କଳ ଉଠିଲି। ଉଠିଲାକୁ ଆମର ସମ୍ବଲପୁର ବୁର୍ଲା ମନ୍ଦିରର 80 ଜଣ 82 ଜଣ ଭକ୍ତ ଗୋଟେ ଗ୍ରୁପ ଯାଇଛନ୍ତି, ଗୃହସ୍ଥ ଭକ୍ତ। ତ ମୁଁ ତାଙ୍କୁ ଚିହ୍ନିନି, ସେମାନେ ମତେ କେତେ ଜଣ ଚିହ୍ନିଛନ୍ତି। ସିଏ କହି ପ୍ରଭୁ ଚିନ୍ତା କରନା, ଆମ ସିଟ୍ ବସେ, ଆମେ ଗୋଟେ ସିଟ୍ ଆଡଜଷ୍ଟ କରିଦେବୁ। ତ ସିଏ ମତେ ଉତ୍କଳ ଗାଡିରେ ପୁରା ନେଇ ଆସିଲେ ଝାରସୁଗୁଡା ପର୍ଯ୍ୟନ୍ତ। ତାପରେ ଝାରସୁଗୁଡାରୁ ମୁଁ ସେ ଗାଡିରେ ବସିଥିଲି, ସେଇ ସିଟ୍ରେ। ଆଉ 4ଟାରୁ ଆଉ ଜଣ ଲୋକ ଉଠିଲେ। ଉଠିଲା ପରେ ମୁଁ ସେଇଠି ସେତିକି ସମୟ ଭିତରେ ଆଉ ଅଲଗା ଲୋକ ଯିଏ ଥିଲେ ମୋ ସହିତ, ମନ୍ଦିର ଯାଉଥିଲେ, ଯିଏ ନନୋଡିଆ ଲୋକ ପୁରୀ ଆସିଥିଲେ, ସେମାନେ ତାଙ୍କ ପାଖରେ ଆଡଜଷ୍ଟ କଲେ। ତାପରେ ମୁଁ ଆରାମସେ ପଳେଇ ଆସିଲି। ତ ଭଗବାନ ଏମିତି କୃପାଟାକୁ ଅନୁଭବ କରିବା ପାଇଁ ପଡେ, ଭଗବାନ କୃପାକୁ ଦେଖାଯାଏ ନା। ଭଗବାନ କେତେବେଳେ କେମିତି କୃପା କରିବେ କାହା ମାଧ୍ୟମରେ, ସେଇଟାକୁ, ଏଇଟା ହେଲା ଭଗବାନଙ୍କର କୃପା। ଏ ଯୋଉ ମାୟାପୁର ବୃନ୍ଦାବନ ଯାଇଥିଲେ, ମାୟାପୁର ଜାଗା କିଣିବା କେସରେ ଯାଇଥିଲେ, ସେଟା ତ ଆମ ମାୟାପୁର ଇସ୍କନ, ମାନେ ଇସ୍କନ ମାନେ ପୌପା ବୈଷ୍ଣବ ସେବା। ତେବେ ଏଇ ଯୋଉ ସେବା ମନୋଭାବ ରହିବା ଦରକାର ଏବଂ ଦୃଢ ବିଶ୍ୱାସ ରହିବା ଦରକାର। ଭଗବାନ ନିଶ୍ଚିତ ଆମକୁ ସାହାଯ୍ୟ କରିବେ, ତିଳେ ମାତ୍ର ସନ୍ଦେହ ନାହିଁ। ଏଣ୍ଡ ମୋମେଣ୍ଟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧାରଣ କରିବା ପାଇଁ ପଡିବ। ତେଣୁକରି ଏଇଭଳି ଭାବରେ ଆମେ ଯଦି ଭଗବାନଙ୍କ ସେବାରେ ନିୟୋଜିତ ରହିବା, ନିଜକୁ ସତତ ସବୁବେଳେ ଆମେ ଯାହା ବି କିଛି କରୁଥିବା କୃଷ୍ଣଙ୍କ ପାଇଁ, ଏବଂ ଯାହା କିଛି ପରିକଳ୍ପନା କରିବା ମଧ୍ୟ ଗୁରୁ କୃଷ୍ଣଙ୍କ ସୁଖ ପାଇଁ, ବୈଷ୍ଣବଙ୍କ ସୁଖ ପାଇଁ। ପ୍ରଥମରୁ ମୁଁ କହି ଆସିଛି ଯେ ଭଗବାନ ହେଲେ ବିଭୁ ବସ୍ତୁ, ବହୁତ ବଡ। ଭଗବାନଙ୍କୁ ଆମ ହୃଦୟ ରଖିବା ପାଇଁ ଆମ ହୃଦୟଟାକୁ ଆହୁରି ବଡ କରିବା ପାଇଁ ପଡିବ। ସଂକୀର୍ଣ୍ଣ ହୃଦୟରେ ଭଗବାନ ରହିଯାଏ। ଆଉ ଗୋଟେ କଥା, ଗୁରୁ ବୈଷ୍ଣବ ଭଗବାନଙ୍କ ସେବା ପାଇଁ କେତେବେଳେ ଲକ୍ଷ୍ମୀ ବା ମ୍ୟାନ ପାୱାର ଏସବୁ ବାଧା ହବନି, ଭଗବାନ କେମିତି ନା କେମିତି କରିଦେବେ। ଯେତେ ସୁନ୍ଦର ଭାବରେ ପରିକଳ୍ପନା କରିବା ଦରକାର। କେବେ ଭାବିବେନି ଯେ ପଇସା ନାହିଁ, ଏଇ ସେବାଟା କେମିତି ହବ। ମାନେ ଭଗବାନଙ୍କର ମାନେ ଆମେ କହୁଛନ୍ତି ନା, ଗୋଟେ ଲକ୍ଷ୍ମୀ ନୁହଁ, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କର ଦାସୀ, ଭଗବାନ ପାଦ ସେବା କରୁଛନ୍ତି। ସେଠି ଭଗବାନଙ୍କ ସେବା କଲେ ଲକ୍ଷ୍ମୀର କଣ ଅଭାବ ରହିବ। ତ ହଁ, ବେଳେ ବେଳେ ଗୋଟେ ଗୋଟେ ଜାଗାରେ ଦେଖାଯାଏ, ଟେମ୍ପୁଲରେ ବେଳେ ବେଳେ ମୁଁ ବି ଦେଖିଛି, ବେଳେ ବେଳେ ଗୋଟେ ଜାଗାରେ। ତ ସେ ଯୋଉ ଯେ ଆୟୋଜକ, ସେ ନିଜକୁ ବହୁତ ବଡ ମନେ କରିଥାଏ ଯେ ମୁଁ ଏଇ ଆୟୋଜନ କରୁଛି, ବା ମୁଁ ଏତିକି ପଇସା କଲେକ୍ସନ କରି କରୁଛି, ଆଉ କିଏ କଲେ କରିପାରିବେନି, ଏତିକି ରହିବା ଦରକାର। ଏଇଟା ହେଲା ତାଙ୍କର ମିଥ୍ୟା ଅଭିମାନ,
false ego। तो यही भावटा को त्याग करके हमको भगवान को सेवा करने पड़े। निरुपाधिक कौन सी उपाधि शून्य हम भक्ति कहते सर्वोपाधि विनिर्मुक्तम तत्परतन निर्मलम हुसी केन सवनं भक्ति उच्यते। सब प्रकार उपाधि शून्य होकर हम सेवा करने पड़ो। उपाधि थिला पे तो भगवान हम ग्रहण करेंगे। मु मैनेजर मु मालिक बा मु डॉक्टर मु ए जो जेकोन किसी ना किसी उपाधि मु बहुत भल सेवा करे बेले बेले मिथ्या अहंकार आसी जाए। सब प्रकार उपाधि शून्य होकर हम सेवा करने पड़ो। ताहले हमको गुरु कृष्ण कृपा मिले। एपरि भाव में आज आम मात्र दुईटी विषय आलोचना कराला। आम आत्मनिवेदन आउ गोटे जो पाराग्राफ आम खाली जब क्लास नेली सका जनईबी आज जन पारे भूली जाइली काली मुझे जनईबी निजे निजे दिन गोटे भर मेसेज देदेवी। महाराज काली पर्यटन 2 दिन रही 23 तारीख है 26 तारीख पलैबे। ठीक अच्छे 2 दिन क्लास जब प्रिपेयर न आज एक्चुअली बिना प्रिपेयर मुझे पढ़ेली बोली मत भी साटिस्फैक्शन लगुनि। बहुत शास्त्र किसी दे पारे कोटेशन ये विषय को आउे आलोचना करिया। तो ठीक अच्छे आम तो क्लास बढ़िया लागला प्रभु किंतु सरी आसला प्रभु अल्प अच्छा डाउट थिला तो सख्य भक्तिर आपण दुईटा प्रकार कहले गुटे विश्वास वृत्ति और गुटे शुभाकांक्षी तार किछि गुटे उदाहरण अछि कि प्रभु जिला में लेखियो दिके उदाहरण आलोचना कले जो नहीं नहीं विश्वास भृत्य होचंती हम्म जो पंचु पांडव द्रौपदी से एग्जांपल पूर्व देले एटा। आज्ञा और शुभाकांक्षी टे जोटा अछि शुभाकांक्षी स्तर रे हमें एग्जांपल नेले जो ब्रजवासी जो एग्जांपल टा देलेनी जो नारद मुनि आस्थिले भगवान जर होइतिला हां सेटा ब्रजवासी एग्जांपल देली एवं आउ एग्जांपल देली राधारमण भगवान कर अभिषेक रे हां एबे से भी ताको भगवान को परंपरा आशीर्वाद अछि दे भगवान को आशीर्वाद दियंती। आउ बेले 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 माने भगवान को जगन्नाथ को ये मुझे देखी नंदन भक्त प्रभु कहते प्रभु तुम्हें आम प्रभु तुम खाई खुशी रुह तुम्हें खुशी रहे आम खुशी मुझे देखी। तो यहाँ ऑटोमेटिक खुशी आसी एटा बाह्य देखाणिया न आज्ञा प्रभु जी देखाणिया किए को स्तर में पहुंच पार सी एमती गला मुंडे शाढ़ी पकई देकी काली ना परदिन कौट गोटे देखिली पुरी शाढ़ी मुंडे गोटे पुओ पिलाटे सी गोटे धुति पकईकी कान फुल फोड़ेगी नाक फुल फोड़ेगी चलती सखी है चलती मुझे राम राम। हाँ भगवान कृष्ण एका पुरुष आ समस्ते नारी नारी से सेवा करी करी से स्तर पहुंचले भगवान से स्तर से सेवाटा नेबे। आज्ञा प्रभु जी ये दुटा एग्जांपल जे जो प्रथम जो विश्वस्त भृत्य पांडव को एग्जांपल दिया एवं जो शुभकांक्षी ब्रजवासी बा ये जो एग्जांपल दिया यहाँ तार एग्जांपल। नेक्स्ट कार किस प्रश्न अच्छी भगवान मत गीतार कहते नवम अध्याय शेष कड़ा कौन योगक्षम वहाम्यहम लोकक्षम बहाम्यहम अनन्य मोर जे चिंतयन्तमां वेदना पर्यभासते तेषां नित्याभियुक्तानां जगक्षेम भगवान निजे कहते जे मो भक्तर सबकि मु रक्षणाबेक्षण करे यहाँ जो विश्वस्त वृत्तिर भाव। ठीक अच्छे आउ कार किसी प्रश्न ना आउ थोड़े मु भी आलोचना बहुत करें थर फेस करछि मु बहुत थर फेस करछि एबे गोटे सेवा पाई महाराज मते टिके आमे जेहेतु आमर इनचार्ज से माने पर्सनल कथा शेयर करछि मते गोटे इंग्लिश महाराज मो सहित इंग्लिश मेसेज दियंती कथा हेले ओडिया कथा हेबे ओडिया मेसेज देले ओडिया देबे लिखि देले इंग्लिश देबे इंग्लिश लिखि हट कर लिखि देछि माने या से बुलाली करछि
महाराज माने माने गोटे अभिमान टाइप कर कौन से है कि रिपोर्ट मिललानी माने भगवान एमती कृपा जो दिन महाराज मेसेज देले मु खाली महाराज को सांत्वना देवा मिछरे लिखिदेली महाराज आई विल गिव यू स्टेटस आफ्टर 2 days 100%। लिखी देदेली माने मु विश्वास कर से काम हो आ वृंदावन से लोकटा फोन करी पूरी रे ऑफिशियल काम ओडिया लोक पुनी एते जो झामला पुनी इस्कॉन पई काम करया बहुत डिफिकल्ट ओडिसा रे वर्तमान विशेष कर पूरी रे जो विदेश रे हमर रथयात्रा होची बोली अलग अलग समय रे एबे 2 दिन तले गत 2 दिन तले राजा गोटे बहुत मान टेरिफिक कमेंट्स दिछंती गोटे हिंदू समाज रे समारे माने समझ एकत्रित हो नॉलेज इस्कॉन को पारी हो निजे राजा कहते এই 2 দিন তলে লিঙ্কটা যদি হোয়াটসঅ্যাপ यूट्यूब शेयर कर दे यूट्यूब लिंक যে सब साधु समाज सब लोक एकत्रित हवा दरकार काना इस्कॉन टोटली मानुनी पूरा स्टेट मना कर देला जे विदेश रे हम किछि कर परिबो हम इंडिया रे मानु विदेश किछि कर परिबो विदेश इस्कॉन हम हाथ दे जाओ एला से मन परानी तो इतने इस्कॉन पई काम करिया पर पूरी रे माने विश्वास करेन मु तो प्राय टाइम मंदिर रे केतले जदी मत के पचारला डाउट करी को पुलिस बा को मन डिटे गला ले कोडी का के को सेवायत कोड रोज मु क्वाइट गौड़िया मठ रहउछि विश्वास कर मु से इस्कॉन कथा कहला माने केतोर इस्कॉन कथा कहि गाली गुलस खाई मु काई कोई भी पदे भाई गाई गाली गुलस आ गौड़ियाटा कोन इस्कॉन अलगा की पौपाद महाराज तो गौड़िया रु आछन ना हमर बे एटा तो ब्रह्मवाद्य गौड़िया परंपरा ना हां तेको जेमिति जेमिति वसुदेव डबल मीनिंग कथा कही कंस मारी माने कंस इमिडिएट तत्क्षणात तोर बाहर कथा सेठी मुंड काटी दब देवकीर जेतेबेले सुनिला जे एई देवकीर अष्टम संतान तो मृत्युर कारण हो वसुदेव कौन कहले जे संस्कृत रे बहुत डबल मीनिंग था कहले मु तो चिंता करना मु देवकीर अष्टम गर्भ को आनी तते दे दे काशी जानथि वसुदेव बहुत सत्यवान किंतु वसुदेव कथार मूल लक्ष्य था सब पुओ को देवी अष्टम गर्भ पुओ के देवी तो सेमती जब से पचारे आमको आम गौड़िया कहले तो किसी भूल ना आम यहाँ ब्रह्मवाद्य गौड़िया परंपरा कौन से आम आचार्य बा के भी आमको कही पार तू भूल कहले बोली प्रभु जी माने बहुत आगुरु तो रथ यात्रा हेलानी ना विदेश रे एबे काई एते कंट्रोवर्सी करूचंती एते विवाद करूचंती मु किछि बुझि पार नै एक्चुअली कथाटा कौन है आगुरु सोशल मीडिया ते इजी नथिला कोठी कोन हले किछि के जानि पार नथि उपाद महाराज विदेश रे हुए तो मु तो रेडियो जेतले रेडियो रे समाचार आसे से विदेश रे रथ यात्रा हेला सब तो बाहर तो एबे माने स्ट्रिक्टली पूरा लागि जाइछन्ती इस्कॉन विरुद्ध रे निजे तो किछि करि पारु नांती सनातन पई उन्नति आ तेनु माने कलिर प्रभाव प्रभुजी हमर ओडिसा रे टिके बेसी अछि आमे बे बाहरे रहउछु रायपुर रे माने छत्तीसगढ़ रे एठी एम्ति फिल्म नाही प्रभुजी एठी जो सिद्धार्थ स्वामी महाराज जो अछंती हमर मंदिर मेन प्रभु जो अछंती महाराज जी से छत्तीसगढ़ 26 टा इस्कॉन सब आडे तयारी करचंती केते सुंदर समस्त खुशी किछि भी कंट्रोवर्सी नाही ओडिसा रे हमर टिके बेसी ओडिया लोक भाबछन जगन्नाथ केवल ताकर एई चिंताधारा सेई पे से भाबछन जगन्नाथ केवल हमर जगन्नाथ माने जगन्नाथ से बुझी पार नाथि हरे कृष्ण जी राउरकेला रे हम जेतले बुक डिस्ट्रीब्यूशन पे जाउतलु समस्त करे एई क्वेश्चन तमरो इस्कॉन वाला या करचंती रथ यात्रा समस्त करे एई क्वेश्चन ताकरी घरे सप्ताह को 3 थर आइस खाउथिबे मद खाउथिबे स्वामी स्त्री बाडा बाडा लागथिबे हां धंदा करथिले किंतु भगवान कथा किछि उपदेश पालन करिवेनी गोटे फैमिली रे गोटे भाई क्रिश्चियन हे गोटे भाई हिंदू आमर कीर्तन जाई करथुलु सेठी हमर से जेल रोड ना कोठी हमर जाईथिले सब इस्कॉन रो हमर कीर्तन होतला गोटे भाई क्रिश्चियन गोटे भाई हिंदू हमर इस्कॉन रो प्रोग्राम चलछि से मान सेठी की अवस्था तमे निजको तम पिता हिंदू थिले कहतो तम गोटे भाई तमर हेगला क्रिश्चियन तुम लज्जा लागुनी तम पर कथा कहू तमे ओडिया लोक कहू तमे माने एई भले परिस्थिति हमर देश प्रभु जी 16 नंबर रे हमें जाइथिलु नेले बही तापर फिर कोन हला पैसा देखि कि कोन तांग भीतर हे कि हम फिर बही फेरे कि पैसा फेरे दियो तमर इस्कॉन वाला अलगा ये रथ यात्रा करछो दियो पैसा
ଭଗବାନଙ୍କ କି ଯେ ଲୀଳା, ଭଗବାନ ବି ବେଳେ ବେଳେ ଏସବୁ ନାଟକ ଦେଖିବାକୁ ମଜା, ଭଗବାନ ତାଙ୍କୁ ମଜା ଲାଗୁଛି ସେ ଦେଖିବା ପାଇଁ, ସିଏ ଖୁସି ହଉଛନ୍ତି ଏସବୁ, ସେ ଦେଖୁଛନ୍ତି ମୋ ଭକ୍ତ କେତେ କଷ୍ଟ କରୁଛି ମୋ ପାଇଁ। ନାଟୁଆ ଗୋବର୍ଦ୍ଧନ। ଠିକ ଅଛି, ଏଇପରି ଭାବରେ ଆମର ଆଜିର ଆଲୋଚନା ବିଷୟବସ୍ତୁ ଏଇଠି ବିଶ୍ରାମ କରାହେଲା। କାଲି କ୍ଲାସ ମୁଁ ଜଣେଇବି। ହଁ ମୁଁ ଭୁଲିଗଲି, ଯୋଉ ମୁଁ ବୃନ୍ଦାବନ ଅଚାନକ ଫୋନ କଲି ସେ ମ୍ୟାଡାମକୁ, ସିଟିଂ ଚେୟାର ପୋଜିସନରେ, ମୁଁ କହିଲି ମା ଏମିତି ଆଉ ମୁଁ ଟିକେ ବୃନ୍ଦାବନ ଆସିଛି। ଓହୋ ଭଲ କଲ ଭଲ କଲ, ମନେ ପକେଇଦେଲେ, ମୁଁ କରିଦଉଛି। ବିଶ୍ୱାସ କରିବନି, ଯୋଉ 2 ଦିନ ମୁଁ କହିଥିଲି ସେଇଦିନ ଇଭିନିଂ ଭିତରେ ମୋ କାମ ହେଇଗଲା। ସେ ମୋ ପୁରା ମେସେଜ ଆସିଗଲା ଗଭର୍ଣ୍ଣମେଣ୍ଟ ୱେବସାଇଟରୁ, ମୁଁ ସେ ମେସେଜଟାକୁ ମହାରାଜଙ୍କୁ ଫରୱାର୍ଡ କରିଦେଲି। ମହାରାଜ ବି ଟିକେ ଖୁସି ହେଇଗଲେ, ଭଗବାନ ମତେ ବଞ୍ଚେଇ ଦେଲେ। ତ ଏ ଅବଶ୍ୟ ରାଖିବେ କୃଷ୍ଣ ବିଶ୍ୱାସ ପାଆନ୍ତୁ, ଭଗବାନ ଉପରେ ପୂର୍ଣ୍ଣ ଭରସା ରଖିବା ଦରକାର ଯେ ପ୍ରଭୁ ନିଶ୍ଚୟ ମତେ ରକ୍ଷା କରିବେ। ଠିକ ଅଛି, ମୁଁ ରଖୁଛି। ମହାରାଜ ସେବକ ମତେ ଫୋନ କଲେ, ମୁଁ ଫୋନ କାଟିଦେଲି। ହରେ କୃଷ୍ଣ। ଜଗତଗୁରୁ ହରେ ପ୍ରଭୁପାଦ କୃଷ୍ଣ। ମହାରାଜ କୃପା। ମହାରାଜଙ୍କୁ ପ୍ରଭୁ ନିତାଇ ଆମ ଗୌର ସମସ୍ତଙ୍କ ତରଫରୁ ଧନ୍ୟବାଦ। ଦଣ୍ଡପତି ହରେ ପ୍ରଣାମ କୃଷ୍ଣ ଜଣାଇବେ। ହରେ କୃଷ୍ଣ। ରହିଛି ହରେ କୃଷ୍ଣ ହରେ ପ୍ରଭୁଜୀ, ଦଣ୍ଡ ହରେ ପ୍ରଣାମ। କୃଷ୍ଣ।